ଆଜି ଶୁଣିବା ଉପନ୍ୟାସ ଅନ୍ଧ ଦିଗନ୍ତ। ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତି। ଭାଗ 2। ଦ୍ୱିତୀୟ ପରିଚ୍ଛେଦ। ସେଦିନ ସ୍ୱାଧୀନତାର ଆଗ୍ନେୟ ଆହ୍ୱାନରେ ନିଧି ଦାସ ଓ ତାଙ୍କ ପରି ଶତ ଶତ ଅନାମଧେୟ ଗ୍ରାମଚାଷୀ, ପ୍ରାଥମିକ ସ୍କୁଲର ଶିକ୍ଷକ ବା ଦରପାଠୁଆ ସ୍କୁଲ ଛାତ୍ର ଆନ୍ଦୋଳନର ଅଗ୍ନିକୁଣ୍ଡ ଭିତରକୁ ଲମ୍ଫ ଦେଲାବେଳେ କୌଣସି ପ୍ରାପ୍ତିର ଅଭିଳାଷ ନଥିଲା ଅଥବା ପ୍ରତ୍ୟାଶାର ଚତୁର ଗଣନା ନଥିଲା। କ୍ଷମତା ଓ ଅଧିକାର କରିବାର ଯୋଜନା ସେଦିନ ନିତାନ୍ତ କ୍ଷମତାଭିଳାଷୀ ବ୍ୟକ୍ତିର ଚିନ୍ତାରେ ସୁଦ୍ଧା ନଥିଲା। ଆନ୍ଦୋଳନ ସେଦିନ କେବଳ ଏକ ରାଜନୈତିକ କାର୍ଯ୍ୟକ୍ରମ ନଥିଲା, ଏହା ଥିଲା ବିକ୍ଷୁବ୍ଧ ଆତ୍ମାର ଏକ ଗଭୀର ଉତ୍ପୀଡ଼ନ। ବୈଶାଖୀର ଘୂର୍ଣ୍ଣି ପରି ଏହା ଦେଶର ଏମୁଣ୍ଡରୁ ସେମୁଣ୍ଡ ପର୍ଯ୍ୟନ୍ତ ବ୍ୟାପି ଯାଇଥିଲା। ତାହାର ଆଘାତରେ ଅଗଣିତ ସଂକୀର୍ଣ୍ଣ ଜୀବନର ଅକଳିତ ରୁଦ୍ଧ ବାତାୟନ ଖୋଲି ଯାଇଥିଲା। କେତେ ନିରୁଦ୍ଧ ଗୃହ କୋଣରେ ଖେଳି ଯାଇଥିଲା ମୁକ୍ତିର ମହା ଆହ୍ୱାନ। ଆଜି ଦୂର ଦିଗ୍ବଳୟ ରେଖାରେ ତାହାର କ୍ଷୀଣ ସ୍ପର୍ଶ ବେଳେବେଳେ କେବଳ ଅନୁଭବ କରିହୁଏ। ଏହି ଘୂର୍ଣ୍ଣିର ଆଘାତ ମାତ୍ର କିଆଗୋହିରୀ ବାଉଁଶ ବଣ ଘେରା ମଧୁପୁର ଗାଁର ନିଧି ଦାସଙ୍କ ଜୀବନରେ ମଧ୍ୟ ସବୁ ଓଲଟ ପାଲଟ କରିଦେଇଥିଲା। ନିପଟ ଧୋଇଆ ମୁଲକର ମଧୁପୁର ଗାଁରେ ଜଣେ ଅତି ସାଧାରଣ ଗୃହସ୍ଥ ନିଧି ଦାସ। 3 ବର୍ଷରେ ଥରେ ଧାନ ଫସଲ ଭଲରେ ଉତରେ, ତା ନହେଲେ ଧାନ ଫସଲ ଯାଏ ବଢ଼ି ନୋହିଲେ ମରୁଡ଼ିରେ। ବର୍ଷା ପରେ ବିରି ଫସଲ ଚାଷୀମାନଙ୍କର ଏକମାତ୍ର ସମ୍ବଳ। ନିଧି ଦାସଙ୍କର ସେହି ଧୋଇଆ ଜମି ଥିଲା 10 ଏକର। ପୈତୃକ ସମ୍ପତ୍ତି। ବାପ 2 ଭାଇ, ମଧୁ ଦାସ, କରୁଣୀ ଦାସ। କରୁଣୀ ଦାସ ଥିଲେ ଗାଁର ମାମଲତକାର, ଦଫାଦାର। ସେଥିପାଇଁ ତାଙ୍କ ଭାଗରେ ମଧ୍ୟ ଯେଉଁ 10 ଏକର ପଡ଼ିଥିଲା ତାହା ବଢ଼ି ବଢ଼ି 25 ଏକର ହୋଇଥିଲା। ମାତ୍ର ବନ୍ଧୁ ଦାସ ନିତାନ୍ତ ସଂସାର ଉଦାସୀ ଅନାସକ୍ତ ଲୋକ। ଏକମାତ୍ର ପୁତ୍ର ସନ୍ତାନ ନିଧି ଦାସ, ସେ ମଧ୍ୟ ଆହୁରି ଫୁଲା ଫାଙ୍କିଆ। ତାସ ଖେଳ, ପାରାଉଡ଼ା, ନାଚ, ପାଲା ଦେଖା, ଏଇ ଜୀବନ। ବେକରେ ପଡ଼ିଲେ ବଜେଇ ଶିଖିବ ବୋଲି ବନ୍ଧୁ ଦାସ ପୁଅକୁ ବିବାହ କରିଦେଇଥିଲେ। ମାତ୍ର ବିବାହ ପରେ ନିଧି ଦାସଙ୍କ ଫୁଲାଫାଙ୍କିଆ ମନ ଆହୁରି ବଢ଼ିଲା। ଜମି 10 ମାଣ ଯଥେଷ୍ଟ ଅଭାବକୁ ଅଭାବ ବୋଲି ଭାବିଲେ ତ। ବର୍ଷ କେତେଟା ପରେ ବାପା ମାଙ୍କର କାଳ ହୋଇଗଲା। ବନ୍ଧୁ ଦାସ ଥିଲେ ଚାଷୀ ଲୋକ। ବଛା ବେଉଷଣ ଦିନେ ସେ ମଧ୍ୟ ମୂଲିଆଙ୍କ ସାଙ୍ଗରେ ବିଲରେ ଆଣ୍ଠେଇ ପଡ଼ୁଥିଲେ। ବିରି ଅମଳ ବେଳେ ସେ ମଧ୍ୟ କ୍ଷେତରେ ଲୋଟୁଥିଲେ, କୁଲାରେ ବିରି ଉଡ଼ାଉଥିଲେ। ହାତରେ ଚାଷ କରୁଥିବା ହେତୁ ହଳ ବଳଦ। ମାତ୍ର ଅନ୍ତେ ଚାଷ ଭାଙ୍ଗି ଜମି ସବୁ ଭାଗରେ କରିଦେଇଥିଲେ। ତେଣୁ ସେହି ଦିଗରୁ ସେ ସମ୍ପୂର୍ଣ୍ଣ ନିଶ୍ଚିନ୍ତ। ଘରକୁ କିନ୍ତୁ ଯିଏ ବୋହୂ ହୋଇ ଆସିଥିଲେ ସେ ଏକାକୀ 10 ଜଣ ମରଦଙ୍କ କାମ ଉଠାଇ ପାରନ୍ତି। ଜମିକୁ ବିହନ, ଖତ ପଠାଇବା ଠାରୁ ଭାଗ ସଞ୍ଜା ଆଦାୟ କରିବା ପର୍ଯ୍ୟନ୍ତ ସବୁଥିରେ ସେ ଥିଲେ ଧୁରନ୍ଧର। ନିଧି ଦାସଙ୍କ ବେକରେ ଅବଶ୍ୟ ମୃଦଙ୍ଗ ପଡ଼ିଲା, ମାତ୍ର ସେ ମୃଦଙ୍ଗ ବାଜିଲା ଆପେ ଆପେ। ସାଇ ପଡ଼ିଶା ଓ ହିତାକାଙ୍କ୍ଷୀମାନଙ୍କ ତାଡ଼ନାରେ ନିଧି ଦାସ ଦାଣ୍ଡ ପିଣ୍ଡାରେ ଗୋଟାଏ ଚାଟଶାଳୀ ଖୋଲିଥିଲେ। ମାତ୍ର ଅଧିକାଂଶ ଦିନ ଚାଟଶାଳୀରେ ମାଷ୍ଟ୍ରେ ନଥିଲେ। ସେଥିପାଇଁ ଗୁଲି ଖେଳ, ବୋହୂ ବୋହୁକା ଓ ଲୁଣ ଚୋରି ଖେଳ ପାଇଁ ପିଲାମାନଙ୍କୁ ମିଳୁଥିଲା ସୁବର୍ଣ୍ଣ ସୁଯୋଗ। 1920 ସାଲ। ସେ ବର୍ଷ ପୂରା ବିରୂପାରେ ଆସିଥିଲା ନାହିଁ ନଥିବା ବନ୍ୟା। ଭାଦ୍ରବ ମାସରେ ଭାଙ୍ଗିଲା ଅମଣିଆ ଘାଇ। ଧାନକ୍ଷେତ, ଗାଁ, ଘର ସବୁ ବୁଡ଼ାଇ ପ୍ରାୟ 15 ଦିନ କାଳ ଠିଆ ହୋଇ ରହିଲା। କେଉଁଠି ଛାତିଏ, କେଉଁଠି ପୁରୁଷେ ବଢ଼ି ପାଣି। ବଢ଼ି ଛାଡ଼ିବା ପରେ ଲୋକେ ଅଣ୍ଟା ସଳଖି ଠିଆ ହୋଇଛନ୍ତି କି ନାହିଁ। ଆଶ୍ୱିନ ମାସରେ କୁମାର ପୂର୍ଣ୍ଣିମା ବାସି ପୁଣି ମାଡ଼ି ଆସିଲା ବନ୍ୟା ଆଉ ତୋଫାନ। ଖୋଲା ଘାଇ ମୁହାଁ ବାଟେ ଦରିଆ ପରି ପୁଣି ମାଡ଼ିଗଲା ବଢ଼ି ପାଣି। ପୂର୍ବ ବନ୍ୟା ଅପେକ୍ଷା ଏ ବନ୍ୟା କିନ୍ତୁ ଚାରିଆଡ଼େ କଳାକନା ବୁଳାଇ ଦେଇ ଗଲା। କେତେ ଗୋରୁଗାଈ ପାଣି ସୁଅରେ ଭାସିଗଲେ। ମଣିଷ ମଧ୍ୟ କେତେ ମଲେ ବଢ଼ିରେ। ଗୋଟିଏ ସୁଦ୍ଧା ଘର ଅକ୍ଷତ ରହିଲା ନାହିଁ। ଶହ ଶହ ଏକର ଫସଲଭରା କ୍ଷେତରେ ବାଲିଜ୍ୱର ମାଡ଼ିଗଲା। ଚାରିଆଡ଼େ ଧ୍ୱଂସ ଓ ବିପର୍ଯ୍ୟୟର କରାଳ ଛାୟା। ବନ୍ୟା ପରେ ମାଡ଼ି ଆସିଲା ପୁଣି ଖାଦ୍ୟ ଅଭାବରେ ନାନା ଅଖାଦ୍ୟ ଖାଇ ବିଷୁଚିକା ଓ ମ୍ୟାଲେରିଆ।
ଲୋକେ 10 6 ହୋଇଗଲେ। ସେତିକି ବେଳେ ଏ ଅଞ୍ଚଳକୁ ଆସିଥିଲେ ସହରରୁ କେତେଜଣ ଛାତ୍ର ଓ ଯୁବକ ରିଲିଫ କାର୍ଯ୍ୟ କରିବା ପାଇଁ। ଏହି ଅଞ୍ଚଳରେ କିଆଯୋଡ଼ି ଗାଁରେ ସେମାନେ ସେବାଶ୍ରମ ନାଁରେ ଗୋଟିଏ ଆଶ୍ରମ ଖୋଲି ତାହାକୁ ନିଜର କର୍ମକେନ୍ଦ୍ରରେ ପରିଣତ କରିଥିଲେ। ସମାଜରେ ଦଳିତ ଓ ନିର୍ଯାତିତ ଦାବିର ପ୍ରତିଷ୍ଠା ପାଇଁ ଏମାନଙ୍କର ସାହସ, ଦୁର୍ଗତର କଲ୍ୟାଣ ପାଇଁ ଏମାନଙ୍କର ସାଧନା, ଅତ୍ୟାଚାର ଓ ଅବିଚାର ବିରୁଦ୍ଧରେ ଏକାକୀ ଠିଆ ହେବା ପାଇଁ ଏମାନଙ୍କର ଆତ୍ମବିଶ୍ୱାସ, ଏମାନଙ୍କ ପ୍ରତି ସେ ଅଞ୍ଚଳରେ ଏକ ଶ୍ରଦ୍ଧା ଓ ସମ୍ଭ୍ରମ ସୃଷ୍ଟି କରିଥିଲା। ମାତ୍ର ଏମାନଙ୍କ ସମ୍ପର୍କରେ କୌଣସି କଥାବାର୍ତ୍ତା ବା ଆଲୋଚନା କଲାବେଳେ କେହି ଉଚ୍ଚ କଣ୍ଠରେ କୌଣସି କଥା କହିବା ପାଇଁ ସାହସ କରୁନଥିଲେ। ଅନ୍ୟମାନେ ଶୁଣିବା ନ ପାରିବା ଭଳି କଣ୍ଠରେ ଏମାନଙ୍କ ସମ୍ପର୍କରେ ଯାହା କିଛି କଥାବାର୍ତ୍ତା ହେଉଥିଲା। କାରଣ ଏମାନେ ଲୋକମୁଖରେ ପରିଚିତ ଥିଲେ ଗାନ୍ଧୀବାଲା, ଅରଟରେ ସୂତା କାଟିବା, ଜାତି ଭେଦ ନ ମାନିବା, ଅସ୍ପୃହ କୁହାଯାଉଥିବା ଲୋକଙ୍କୁ ଶ୍ରଦ୍ଧା ଓ ସମ୍ମାନ ଦେଖାଇବା, ନିଶା ବର୍ଜନ କରିବା ଇତ୍ୟାଦି ମାମୁଲି ସାଧାରଣ କଥା ଏମାନେ ବୁଲି ବୁଲି ଲୋକମାନଙ୍କ ମଧ୍ୟରେ ପ୍ରଚାର କରୁଥିଲେ। ହଠାତ୍ ଦିନେ ଏମାନଙ୍କ ପ୍ରତି ସେ ଅଞ୍ଚଳରେ ପୁଲିସ ଓ ସରକାରୀ କର୍ତ୍ତୃପକ୍ଷଙ୍କର କଟାକ୍ଷ ଆକୃଷ୍ଟ ହେଲା। ଏମାନଙ୍କୁ କୌଣସି ଗ୍ରାମରେ ପୁରାଇ ନ ଦେବା ପାଇଁ, କାହା ଘରେ ଆଶ୍ରୟ ନ ଦେବା ପାଇଁ ଏକ ଅଲିଖିତ ସରକାରୀ ଆଦେଶ ଅଲିଖିତରେ ପ୍ରଚାରିତ ହୋଇଗଲା। ସେବାଶ୍ରମର ପ୍ରଚାରକମାନେ କୌଣସି ଗ୍ରାମକୁ ଗଲେ। ସେମାନଙ୍କ ପଛେ ପଛେ ବହୁ ଅଦୃଶ୍ୟ ଆଖି ସନ୍ଧାନ କରି ବୁଲିଲା। ନିଧି ଦାସଙ୍କ ଦାଦୀ କରୁଣୀ ଦାସ ଦଫାଦାର ଥିବାରୁ ଏହା ପୁଣି ଥିଲା ତାଙ୍କର ଏକ ବିଶେଷ ଦାୟିତ୍ୱ। ମାର୍ଗଶିର ମାସ ଶେଷ ହୋଇ ଆସୁଛି। ସଞ୍ଜ ନ ହେଉଣୁ ପବନଟା ଦେହରେ ଶୀତୁଆ ହେମାଳିଆ ଲାଗୁଛି। ନିଧି ଦାସ କେଉଁଠିକି କୁଣିଆ ହୋଇ ଯାଇଥିଲେ। ଗାଁକୁ ଫେରିବା ବାଟରେ ଗୋଡ଼ି ବାଣପୁରଠାରେ ହାଟେଶ୍ୱର ମହାଦେବଙ୍କ ମେଲଣ ତୋଟାରେ ଦେଖିଲେ କେତେ ଲୋକ ରୁଣ୍ଡ ହୋଇଛନ୍ତି। ସେଠାରେ ଏପରି ଅସମୟରେ ଲୋକ ରୁଣ୍ଡ ହେବା ଦେଖି ନିଧି ଦାସ ସେହିଆଡ଼େ ମୁହାଁଇଲେ। ଗୋଟିଏ ଗଛ ତଳେ ସେବାଶ୍ରମର 2-3 ଜଣ ଗାନ୍ଧୀବାଲା ବସି ସଭା କରୁଥିଲେ। ସେହିମାନଙ୍କ ଭାଷଣରେ ନିଧି ଦାସ ସେହିଦିନ ପ୍ରଥମ ଶୁଣିଥିଲେ ସ୍ୱାଧୀନତା ଆନ୍ଦୋଳନର ବାର୍ତ୍ତା। ଆମର ଦେଶ ପରାଧୀନ, ନିଜ ଘରେ ନିଜ ମାଟି ଉପରେ ଆମେ ଆଜି ଗୋଲାମ। 7 ସମୁଦ୍ର 13 ନଈ ସେପାରୁ ଆସି ଗୋରା ଇଂରାଜୀମାନେ ଏଠାରେ ଆମକୁ ଶାସନ କରୁଛନ୍ତି। ଏ ତ ଶାସନ ନୁହେଁ, ଅତ୍ୟାଚାର ଓ ଲୁଣ୍ଠନ। ଗାନ୍ଧିଜୀ କହିଛନ୍ତି, କୋଟିଏ ଟଙ୍କା, କୋଟିଏ କର୍ମୀ, 20 ଲକ୍ଷ ଚରଖା ଏକାଠି ହେଲେ ଏ ଦେଶରୁ ଇଂରେଜ ଶକ୍ତି ହଟିଯିବ। ଆମ ଦେଶରେ ଆମେ ହେବା ସ୍ୱାଧୀନ। ବିନ୍ଦୁ ବିନ୍ଦୁ ପାଣି ମିଶି ସମୁଦ୍ର ହୁଏ। ପଇସାଏ ପଇସାଏ ମିଶି କୋଟିଏ ଟଙ୍କା ହେବ। ଜଣେ ଜଣେ ମଣିଷ ମିଶି କୋଟିଏ କର୍ମୀ ହେବେ। ନାଗପୁର କଂଗ୍ରେସରେ ଏହିପରି ସିଦ୍ଧାନ୍ତ କରାଯାଇଛି ଇତ୍ୟାଦି। ଏ ଭାଷଣରେ ଉତ୍ତେଜନାମୟ ଅନର୍ଗଳତା ନଥିଲା ଅଥବା ଉଦ୍ବୋଧନ ନଥିଲା। ତଥାପି ଏକ ତୀବ୍ର ଆବେଦନରେ ଏହା ନିଧି ଦାସଙ୍କ ଚେତନା ଓ ଚିନ୍ତାକୁ ଅତ୍ୟନ୍ତ ଗଭୀର ଭାବରେ ସ୍ପର୍ଶ କରୁଥିଲା। ନିଜ ଦେଶରେ ନିଜେ ସ୍ୱାଧୀନ ପରି ମୁଣ୍ଡ ତୋଳି ଚାଲିବା ପ୍ରତ୍ୟେକର ଏକ ଜନ୍ମଗତ ଅଧିକାର। ସେ ଅଧିକାରକୁ କେହି ଯଦି କ୍ଷୁଣ୍ଣ ବା ଅପମାନିତ କରେ, ତାହେଲେ ତାକୁ ଅପସାରିତ କରିବା ପାଇଁ ପଡ଼ିବ। ଦାସତ୍ୱର ସେ ଶୃଙ୍ଖଳାକୁ ଛିଣ୍ଡାଇବା ପାଇଁ ପଡ଼ିବ। ଏତିକିବେଳେ ସେଠାରେ ଜମିଥିବା ଲୋକମାନଙ୍କ ମଧ୍ୟରେ ଗୋଟିଏ ଅସ୍ପଷ୍ଟ ଶବ୍ଦ କ୍ରମେ ଏକ ଆର୍ତ୍ତନାଦରେ ପରିଣତ ହୋଇପଡ଼ିଲା। ସମସ୍ତେ କିଂକର୍ତ୍ତବ୍ୟ ବିମୂଢ଼ ପରି ଅନ୍ୟକୁ କହୁଥିଲେ, ପୁଲିସ ପୁଲିସ। ଅଳ୍ପ ଦୂରରେ ବିରୂପା ବନ୍ଧ ଗଡ଼ାଣିରୁ ଜଣେ ନାଲି ପଗଡ଼ିଆ କନେଷ୍ଟବଳ, 2 ଜଣ ଲାଠିଧାରୀ ଚୌକିଦାର ଓ ସେମାନଙ୍କ ପଛରେ ଦଫାଦାର କରୁଣୀ ଦାସ ବନ୍ଧ ତଳକୁ ଓହ୍ଲାଇ ମେଲଣ ତୋଟା ଆଡ଼େ ଆସୁଥିଲେ। ସେମାନଙ୍କୁ ଦେଖି ଯେଉଁ କେତେଜଣ ସେଠାରେ ସଭାରେ ଶୁଣିବା ପାଇଁ ଜମିଥିଲେ, ସେମାନେ କିଏ କିଆଡ଼େ ଟପି, ଆଉ କିଏ ବାଉଁଶ ବଣ ଭିତରେ ଛତ୍ରଭଙ୍ଗ ଦେଇ ପଳାଇଗଲେ। କରୁଣୀ ଦାଦୀଙ୍କୁ ଦେଖି ନିଧି ଦାସ ମଧ୍ୟ ମନ୍ଦିର ବେଢ଼ା ପଛଆଡ଼େ ଲୁଚିଗଲେ। ସେବାଶ୍ରମର ଯେଉଁ ପ୍ରଚାରକମାନେ ସଭା କରିବା ପାଇଁ ଆସିଥିଲେ, ସେମାନେ ପୁଲିସକୁ ଦେଖି କଣ୍ଠସ୍ୱର ଆହୁରି ଉଚ୍ଚ କରି କହୁଥିଲେ, ପଳାଅ ନାହିଁ, ପଳାଅ ନାହିଁ, ନିର୍ଭୟ ହୁଅ, ନିଃସଙ୍କୋଚ ହୁଅ, ତାହାହେଲେ ସ୍ୱାଧୀନ ହେବ। କିନ୍ତୁ ତାହା ଶୁଣିବା ପାଇଁ ସେଠାରେ କେହି ନଥିଲେ।
पुलिस सभास्थान पहुँचवा पर्यंत से कर्मी माने सेठारे तथापि अविचलित भाव में ठिया हो रही। करुणी सेमानंकु अश्राव्य भाषा प्रथमे गाली दे पचारे एठी कौन करुछ? जड़े उत्तर देला सभा करुछु। करुणी ठेंगा उंचाई कहले तमरी जोगु मु बदनाम होउछि। मो इलाका सभा करबा पई आसबाकू तुमको किए कहला? से कर्मी जनक उत्तर देले आमको कहब किए? आम देश में आम स्वाधीन भाव में सभा करूँ, तमें बाधा देवाक किए? नाली पगड़ी पिंधा पुलिस कनेस्टेबल उपस्थित रे पुलिस रो अबाध अधिकारी को केही एपरी ताच्छल करिबा अथवा प्रश्न करिबारु बळी आउ के राष्ट्रद्रोह अपराध होई पारे? कनेस्टेबलଙ୍କ आदेश हैला बांधी पका एगुड़ांको। मामू घर भात पाई तंटी गल्लू कलाणी। मात्र चौकिया माने सेमानंकु तो खंडे खंडे दौड़ी रे केवल बांधिले नहीं, निजर दक्षता और विश्वस्तता देखैबा पई बांधिबा पूर्वरु सेमानंको उपरे आखिबुझा विधा चापुड़ा मध्य लदी देई गले। तथापि सही प्रहार वर्षण मध्यरे सेमाने मूक परि नीरव रे ठिया होई रहिथिले। बंधा सरिबा परे कनेस्टेबल कहले चल एमानंकु नै हरिपुर थाना। आगरे कनेस्टेबल पछरे करुणी दास और मझिरे 2 जण चौकीदार से 3 जण कर्मी अंटारे हाथरे दौड़ी बांधी हरिपुर थाना आड़े मुहाइले। करुणी दास कनेस्टेबल को कहले बुझिले आज्ञा, एमानंक सांगरे आउ केतेटा अछंती, सेमानंको चालाण न करिबा जे मो मनरे शांति नाही। सेमाने चली जिबा परे बेढ़ा उहाड़ू निधि दास बाहरी आसिले। भय नुहे प्रचंड क्रोध और घृणारे तांकर सारा देह कंपुला। दूरर बालीपठा उहाड़े गोटे जलंता निया पिंडुला परी बुड़ी जाउथिबा सूर्य आड़े चाहि से मने मने से दिन शपथ करथिले गोटे स्वराज्य सैनिकंक मध्यरे से मध्य हेबे जणे। से दिन आंदोलनर आग्नेय मंत्रे निधि दास निजको निजे दीक्षित करथिले। सेवाश्रमर कर्मी माने जण जण होई गिरफ हेबा परे सेवाश्रम बंद होईगला। मात्र से अंचलर जनसाधारणक मनरे रहीगला सेमानक व्यक्तित्वर स्पर्श, आदर्शर आलोड़न और अभयर बाणी। अरटरे सूताकटा पाई से अंचल सेमाने प्रथमे केते खंड चरखा प्रवर्तन करथिले। एबे बहु परिवारर पिंडा और प्रांगण अरटरे सूताकटा शब्दरे मुखरित होई उठिला। करुणी दादींक बहु अश्राव्य गाଳି सत्वे निधिदास मध्य गोटे अरट नहीं तांको दांडपिंडारे पकाइले। पूर्वे जो समय पाराउड़ा और ताश खेल प्रवृत्ति रे अतिबाहित होता एबे ताहा अरट कटारे एक धर्माचार रूपे नियोजित हैला। गोटे टंका गोटे कर्मी 20 लाख चरखा संग्रहित हेले भारत मुक्त और स्वाधीन हेबा बोली महात्मा गांधी कहिअछंती। निधि दास सही लक्ष्य पूर्ण करिबा पई मन प्राण रे लागि पड़िले। एही समय रे आउ एक उल्लेखयोग्य चांचल्यकर घटना घटिला। ता हेउची कॉलेजर सुधोधनक बहिष्कार। अर्जुनपुरर महाजन नरेंद्र महापात्रଙ୍କ सानो पुओ सुधोधन कटक कॉलेजरे पढ़ुथिले। सकाळे नागपुर कांग्रेस अधिवेशन रे जोग देबा पई प्रिंसिपल को ज्ञातसारे रे आउ केते जण सहपाठी छात्रଙ୍କ सहित सुधोधन नागपुर जाइथिले। ଏହା ଏକ ଗୁରୁତର ରାଜଦ୍ରୋହାତ୍ମକ ଆଚରଣ ବୋଲି ବିବେଚିତ ହେବାରୁ ପ୍ରିନ୍ସିପାଲଙ୍କ ଆଦେଶରେ ସୁଧୋଧନ ଓ ଆଉ କେତେ ଜଣ ଛାତ୍ର କଲେଜରୁ ବିତାଡ଼ିତ ହୋଇଗଲେ। ସୁଧୋଧନ ସେତେବେଳେ ଏ ଅଞ୍ଚଳରେ एकमात्र ଇଂରେଜ ପଢ଼ୁଆ ଛାତ୍ର। कॉलेज पाठ शेष हेबा परे से गोटे डेपुटी बा सेहीपरि जड़े प्रतापशाली हाकिम हेबे बोली से अंचल रे सुधोधन को केंद्र करी एक धारणा प्रचारित हेउथिला। तेणु सुधोधन जो दिन संभावनार से उत्तुंग शिखर निर्वासित होई मुहरे दाढ़ी बढ़ाई पादरे मोची हाथ तियारी चटीहले माड़ी खंडे मोट खदड़ लुगा पिंधि और देहरे चादर पकाई अर्जुनपुर गाँ को फेरिले से दिन से अंचलर जनसाधारण व्यथित हेबा परिवर्ते विस्मित होइथिले। 1921 मसीहा माघ मास काठुआ जाड़ पड़ी। संज नबुणु मधुपुर गाँदान सुनसान। शीतरे पदाको बाहरुछि किए? 2-3 दिन तले असराए भल वर्षा हो जाइथिला।
ରବି ଫସଲ ପାଇଁ ଏହିପରି ଅସରାଏ ବର୍ଷାକୁ ସମସ୍ତେ ଅପେକ୍ଷା କରିଥିଲେ। ଭିଜା ସନ୍ତସନ୍ତିଆ ମାଟି ଉପରେ ଶୀତୁଆ ପବନ ଛୁଞ୍ଚି ଗଳିଲା ପରି କନକନ ହୋଇ ଦେହରେ ଗଳି ଯାଉଥିଲା। ଭାତଖିଆ ପହରିଆ ବିଲୁଆ ଭୁକିଲେ ସାଇଦାଣ୍ଡରେ ଯେପରି ନିଶା ଗର୍ଜୁଛି। ସମସ୍ତଙ୍କ ଦୁଆର ତାଟି କବାଟ ପଡ଼ିଯାଇଥିଲା। ମାତ୍ର ନିଧି ଦାସଙ୍କ ଦୁଆର ମେଲା। ଦୁଆର ବନ୍ଧ ଉପରେ ଡିବିଟି ମିଞ୍ଜି ମିଞ୍ଜି ହୋଇ ଚଳୁଥିଲା। ମେଲା ଦୁଆର ପାଖରେ କବାଟ ଉହାଡ଼ରେ ନିଧି ଦାସଙ୍କ ସ୍ତ୍ରୀ। ବଡ଼ ମା ବୋଲି ଆମେ ତାଙ୍କୁ ଡାକୁଥିଲୁ। ନିଧି ଦାସଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ। ଦାଣ୍ଡପଟ ଗୁହାଳ ପିଣ୍ଡାରେ ଗୋଟାଏ ଚୁଲିରେ ଗାଈ ବଳଦଙ୍କ ପାଇଁ କୁଳୁଚି ସିଝୁଥିଲା। ତାରି ରଡ଼ନିଆରେ ତାଙ୍କ ମୂଲିଆ ଜୟା ବାଉରି ଦେହ ହାତ ସେକି ହେଉଥିଲା। ଜୟା ଗୋଟେ ହାଇ ମାରି କହିଲା, ବାବୁ ଆଜି ଆଉ ଆସିଲାମିତି ଦିଶୁନାହିଁ। ଆଜିକାଲି ଯେମିତି ଗାଁ ଗାଁରେ ଗାନ୍ଧୀ ସଭା ହେଉଛି, କେଉଁଠି କେଉଁ ଗାଁରେ ସଭା କରୁଥିବେ। ବଡ଼ମା ସେମିତି ନୀରବରେ ବସିଥିଲେ। ଏକ ଅନୁଶୋଚନା ତାଙ୍କ ଅନ୍ତଃସ୍ଥଳ ଦଗ୍ଧ ହୋଇଯାଉଥିଲା। ଲୋକଟା ହେଲେ ଖାଇକରି ଦିମୁଠା ଯାଇଥାନ୍ତା। ଆଜି ସକାଳେ ଗୋଟିଏ ଅପ୍ରୀତିକର ଘଟଣା ଘଟିଥିଲା। ସେହି କଥା ବଡ଼ମାଙ୍କର ତୁହାଇ ତୁହାଇ ମନେ ପଡ଼ି ଯାଉଥିଲା। ଘଟଣାଟା ହେଉଛି ଏହିପରି। ବଡ଼ମା ନିଜ ହାତରେ ଘର ସଂସାର ସବୁ ଚଳାନ୍ତି। ଆୟର ଏକମାତ୍ର ସୂତ୍ର ରବି ଫସଲ ବିକ୍ରି। ସେଥିରେ ସଂସାରର ଖର୍ଚ୍ଚ ଯାଇ ଯାହା ବଢ଼େ, ଅଧଲାଏ ପଇସାଏ କରି ବଡ଼ମା କିଛି ଟଙ୍କା ହାତରେ ସଞ୍ଚିଥାନ୍ତି। ଘର ଭିତରେ ନାନା ଜାଗାରେ ସେତକ ପୋତା ହୋଇ ରହିଥାଏ। ସେହି ଟଙ୍କାରେ ସାଇ ପଡ଼ିଶା ବଡ଼ମା ମହାଜନୀ ଲଗାନ୍ତି। ନିଧି ଦାସଙ୍କୁ ଏ କଥାଟା ଯେ ବେମାଲୁମ ଥିଲା ତାହା ନୁହେଁ। ମାଇପି ସ୍ୱଭାବ ସଞ୍ଚିବା, ପୁଣି ଯାତ୍ରା ପାଲା ନାଚ ଅଥବା ମେଳା ମହୋତ୍ସବ ପାଇଁ ଚାନ୍ଦା ଭେଦା ପଡ଼ିଲେ ନିଧି ଦାସ ବଡ଼ମାଙ୍କ ସେହି ସଞ୍ଚୟରୁ କିଛି ଅଂଶ ପାଇଥାନ୍ତି। ସେଥିପାଇଁ ସେ ବଡ଼ମାଙ୍କ ମହାଜନୀ କଥାରେ କେବେ ମୁଣ୍ଡ ଖେଳନ୍ତି ନାହିଁ। ଆଜି କିନ୍ତୁ ଘଟଣାଟା ସାମାନ୍ୟ ଗୁରୁତର ହୋଇଥିଲା। ବଡ଼ମା ଗାଧୋଇ ସାରି ତୁଳସୀ ଚଉରାରେ ପାଣି ଉଡ଼ୁଥିଲେ। ନିଧି ଦାସ କୁଆଡ଼େ ଯାଇଥିଲେ। ସେଇଆଡ଼ୁ ଖଞ୍ଜା ଭିତରୁ ଝଡ଼ ପରି ପଶି ଆସି କହିଲେ, ହେଇଟି ଶୁଭୁଛି ନା? ବଡ଼ମା ସେମିତି ପାଣି ଇଡ଼ୁ ଇଡ଼ୁ ପଚାରିଲେ, କ'ଣ? ନିଧି ଦାସ କହିଲେ, ଗାନ୍ଧୀ କହିଛନ୍ତି ସ୍ୱରାଜ୍ୟ ପାଣ୍ଠି ପାଇଁ କୋଟିଏ ଟଙ୍କା ଆଦାୟ କରିବା ପାଇଁ ପଡ଼ିବ। ତମ ପାଖରେ କ'ଣ ଅଛି ଦେଲ, ସ୍ୱରାଜ୍ୟ ପାଣ୍ଠିରେ ଦେବା। ବଡ଼ମାଙ୍କ ହାତରୁ ପାଣି ଅବଖୁରାଟା ତଳେ ଖସି ପଡ଼ିଲା। ତାହେଲେ ଆଙ୍କ ଆଖି କେତେ କଷ୍ଟରେ ସଞ୍ଚି ରଖିଥିବା ସେ ଟଙ୍କା କେତେଟା ଉପରେ ପଡ଼ିଲାଣି। ଆଜି ସିନା ବାରବ୍ରତ 13 ଓଷା ମନାସି ସୁଦ୍ଧା ଭଗବାନ କୋଳରେ ପିଲାଟିଏ ଦେଇନାହାନ୍ତି, କିନ୍ତୁ କାଲି ତ ପିଲାଟିଏ ହୋଇପାରେ। ତାର ତ ପୁଣି ଭଲ ମନ୍ଦ ଅଛି। ଆର ଘରେ କରୁଣୀଙ୍କ ସ୍ତ୍ରୀ ସାନବୋହୂ କମଳା ବାପ ଘରୁ ହଳେ ସୁନାଖଡ଼ୁ ଆଣିଛି। ସେମିତି ହଳେ ସୁନାଖଡ଼ୁ ପାଇଁ ବଡ଼ମାଙ୍କର ଭାରି ଇଚ୍ଛା। ସେଥିପାଇଁ ଅନ୍ୟମାନଙ୍କ ସହିତ ସେ ହାତ ହଲାଇ କଥା କହିପାରନ୍ତି ନାହିଁ। ଇଏ ତ ମଣିଷ ନୁହନ୍ତି, ପଥର। ଇଏ ବା କୋଉଠୁ କଢ଼େଇ ଦେବେ। ତେଣୁ ବଡ଼ମା ହଳେ ସୁନାଖଡ଼ୁ କଢ଼ାଇବା ପାଇଁ ମନେ ମନେ ବହୁ କଳ୍ପନା ଓ ଯୋଜନା ପାଞ୍ଚିଥିଲେ। ବଡ଼ମା ଦଣ୍ଡେ ଗୁମ୍ ମାରି କହିଲେ, ମଲା କି ଅଭିଆଳ କଥା ତୁମେ କହୁଛ ମ। ମୋ ହାତରେ ଟଙ୍କା ନାହିଁ। ଟଙ୍କା ତୁମେ ଯେବେ ମୋତେ ଆଣି ଦେଉଥିବ ମୁଁ ସିନା ରଖୁଥିବି। ନିଧି ଦାସ କହିଲେ, ଏ ସତ୍କାର୍ଯ୍ୟ ପାଇଁ ଟଙ୍କା ଦେବାରେ ଅମଙ୍ଗ ହୁଏ ନାହିଁ। ଏ ଟଙ୍କାରେ ତୁମର କଲ୍ୟାଣ ହେବ, ଦେଶର କଲ୍ୟାଣ ହେବ, ସମସ୍ତଙ୍କର କଲ୍ୟାଣ ହେବ, ଦେଶର ସ୍ୱରାଜ୍ୟ ହେବ। ଆଉ ଅନ୍ୟଆଡ଼େ ତ ଗାନ୍ଧୀଙ୍କ ସ୍ୱରାଜ୍ୟ ପାଣ୍ଠିକୁ ମାଇପେ ଦେହରୁ ଗହଣା ଗାଣ୍ଠି ସୁଦ୍ଧା କାଢ଼ି ଦେଉଛନ୍ତି। ବଡ଼ମା ଅସହାୟ କଣ୍ଠରେ କହିଲେ, ଇଏ ଇଚ୍ଛା ଅବିଆଳ କଥା। ମୋ ପାଖରେ ଟଙ୍କା କାହିଁ, ଗହଣା ବି କାହିଁ। ନିଧି ଦାସଙ୍କ ବଳଦ ପରି ନିରୀହ ଆଖି ଦୁଇଟି ପ୍ରଚଣ୍ଡ ଘୃଣା ଓ କ୍ରୋଧରେ ରଡ଼ ନିଆଁ ପରି ଦପ୍ ଦପ୍ ଜଳି ଉଠିଲା। ସେ ଉତ୍କ୍ଷିପ୍ତ ପରି ଚିତ୍କାର କରି ଉଠିଲେ, ତୁ ଚୋରଣୀ, ଚୋରଣୀ। ମୋ ଟଙ୍କା ତୁ ଚୋରି କରି ସେଥିରେ ଦୁଃଖୀ ରକ୍ଷୀଙ୍କୁ ଶୋଷୁଛୁ। ସେଥିପାଇଁ ଟଙ୍କା ଅଛି, ସ୍ୱରାଜ ପାଣ୍ଠିକୁ ଦେବା ପାଇଁ ଟଙ୍କା ନାହିଁ। ଏ ଘରେ ପାଣି ଛୁଇଁବା ପାପ। ତାପରେ ନିଧି ଦାସ ଦୁଲଦୁଲ ହୋଇ ଖଞ୍ଜାରୁ ବାହାରି ଚାଲିଗଲେ। ବଡ଼ମା ନିଧି ଦାସଙ୍କ ଏ ଚିରାଚରିତ ଅଭିନୟ ବେଶ ଜାଣନ୍ତି। ଖୁଣ୍ଟ ପରି ନିଧି ଦାସ ଦାଣ୍ଡପିଣ୍ଡାରେ ଯାଇ ବସିବେ, ଗାଧୋଇବେ ନାହିଁ, ଖାଇବେ ନାହିଁ। ତାପରେ ବଡ଼ମା ତାଙ୍କ ପାଖରେ ତେଲ ଗିନା ଆଉ ଗାମୁଛା ରଖି ବହୁ ନେହୁରା ନିମନ୍ତ ହେବା ପରେ ଭୋକ ଲାଗିଲେ ସେ ବଳେ ଉଠିବେ। ମାତ୍ର ତାପରେ ବଡ଼ମାଙ୍କ ବହୁ କଷ୍ଟରେ ସଞ୍ଚିତ ଗୁପ୍ତ ପାଣ୍ଠିରୁ କେତେ ଟଙ୍କା କମିଯିବ।
ମହୋତ୍ସବ ଜଳାନ୍ତ ନାଚ ଗୀତ ପାଲା ପାଇଁ ଚାନ୍ଦା ଉଠିଲା ବେଳେ ଏମିତି ବହୁ ଅଭିନୟ ପୁନରାବୃତ୍ତି ବଡ଼ମା ଏ ଘରକୁ ବୋହୂ ହୋଇ ଆସିବା ଦିନଠାରୁ ଅଙ୍ଗେ ନିଭେଇ ଆସିଛନ୍ତି। ମାତ୍ର ଆଜି ନିଧି ଦାସ ତାଙ୍କୁ ତୁକାର କରି ଚୋରଣୀ ବୋଲି ଯେପରି ଗାଳି ଦେଲେ ସେପରି ପୂର୍ବେ କେବେ ଘଟିନଥିଲା। ତା ଛଡ଼ା ଚାନ୍ଦା ଭେଦା ପାଇଁ ଟଙ୍କାଏ 2 ଟଙ୍କା ଦେବା ଏକ କଥା, ମାତ୍ର ସବୁ ପାଣ୍ଠି ଉଜାଡ଼ି ଦେଇ ନିଶୁନ ହୋଇଯିବା ଆଉ ଏକ ଅଲଗା କଥା। କାନଗୋଇ ଘର ବଡ଼ ବୋହୂ ବଡ଼ କରଜରେ ଅଧ ଭରି ଓଜନର କାନଫୁଲ ହଳେ ବନ୍ଧା ରଖି 25 ଟଙ୍କା କରଜ ନେବା ପାଇଁ ଲଗାଇଛି। ତା ଗିରସ୍ତ କୋଉଠି କଲିକତାରେ 12 ଦାଣ୍ଡପିଣ୍ଡା ହେଉଛି, ଘରକୁ ପଇସାଟିଏ ପଠାଏ ନାହିଁ। ତେଣୁ ଟଙ୍କା କରଜ ନେଲେ ସିଏ ଯେ ଆଉ ଫେରାଇବ ନା ତା ନୁହେଁ। କାନଫୁଲ ହଳକ ଶେଷକୁ ତାଙ୍କରି ପାଖରେ ରହିବ। କିନ୍ତୁ ସେଥିପାଇଁ ସଞ୍ଚି ରଖିଥିବା ଟଙ୍କା କେତେଟା ଯଦି ନିଧି ଦାସଙ୍କ ହାତରେ ପଡ଼େ ତାହେଲେ କେତେ ବଡ଼ ସାଧୁଟା ମାଟିରେ ମିଶିଯିବ ସିନା। କେତେ ଟଙ୍କା ଯଦି ନିଧି ଦାସଙ୍କ ହାତରେ ପଡ଼େ ତାହେଲେ କେତେ ବଡ଼ ସାଧୁଟା ମାଟିରେ ମିଶିଯିବ ସିନା। ସେଥିପାଇଁ ଯାହା ହେଉ ପଛକେ ସେଥିରୁ କାଣି କଉରିଟିଏ କାଢ଼ିବେ ନାହିଁ ବୋଲି ବଡ଼ମା ମନେ ମନେ ନିଜକୁ ପ୍ରସ୍ତୁତ କରି ରଖିଲେ। ସକାଳ ଓଳିର ସବୁ କାମ ଶେଷ ହେଲା। ଶାଗ ଖରଡ଼ା ସୁଦ୍ଧା ସରିଲା। ବଡ଼ମା ହାତରେ କିନାଏ ତେଲ ଆଉ ଗାମୁଛା ଖଣ୍ଡେ ଧରି ଦାଣ୍ଡପିଣ୍ଡାକୁ ଆସିଲେ। ମାତ୍ର ଦାଣ୍ଡପିଣ୍ଡା ନିଶୁନ। ଦାଣ୍ଡରେ ମଧ୍ୟ ବିଲେଇ ଛୁଆଟିଏ ସୁଦ୍ଧା ଦେଖା ନାହିଁ। ସେତିକିବେଳୁ ବଡ଼ମା ଦାଣ୍ଡଘର ବନ୍ଧ ପାଖରେ ନିଧି ଦାସଙ୍କ ଫେରିବା ବାଟକୁ ଚାହିଁ ବସିଥିଲେ। ଆଉ ନିଧି ଦାସ ସାରା ଦିନ ମୁଠାଏ ନ ଖାଇ ଅଖିଆ ବାହାରି ଯାଇଥିବାରୁ ମନେ ମନେ ନିଜକୁ ସତ ଅବିସମ୍ପାତରେ ଦଗ୍ଧ କରୁଥିଲେ। ବହୁ କଷ୍ଟରେ ସଞ୍ଚି ରଖିଥିବା ଟଙ୍କାତକ ବଡ଼ମା କାନି ପୁଟୁଳିରେ ବାନ୍ଧିଥିଲେ। ନିଧି ଦାସଙ୍କୁ ଲୁଚାଇ ଧାନ ବିରି ବିକ୍ରି କରି ବଡ଼ମା ସେତକ ସଞ୍ଚୟ କରିଥିଲେ। ବହୁ କଷ୍ଟର ସଞ୍ଚୟ। ଟଙ୍କା ପଇସା ଗଣିବା ବଡ଼ମାଙ୍କ ପକ୍ଷରେ ସବୁବେଳେ କାଠିକର ପାଠ। ଗଣିଲା ବେଳେ ସବୁ ଗୋଳମାଳ ହୋଇଯାଏ। ତେଣୁ ସେତେକ ଟଙ୍କାର ପରିମାଣ କେତେ ନ ଜାଣିଥିଲେ ବି 2 କୋଡ଼ିରୁ 7 ଟଙ୍କା କମ୍ ବୋଲି ବଡ଼ମା ହିସାବ କରିଥିଲେ। ନିଧି ଦାସ ଆସିଲେ ସେତେକ ଟଙ୍କା ସେ ତାଙ୍କୁ ଦେଇଦେବା ପାଇଁ ବଡ଼ମା ମନେ ମନେ ନିଷ୍ପତ୍ତି କରିଥିଲେ। ଏଇ ଟଙ୍କା କେତେଟା ପାଇଁ ସ୍ୱାମୀ ଯଦି ଦିନସାରା ଭୋକିଲା ବୁଲିଲା ତାହେଲେ ସେ ଟଙ୍କା କ'ଣ ସ୍ୱର୍ଗ ନେବ? ସ୍ୱାମୀର ସୁଖ ଆନନ୍ଦ ବିଧାନ ବିବାହିତା ସ୍ତ୍ରୀର ଏକମାତ୍ର ଧର୍ମ ବୋଲି ସୀତା ସାବିତ୍ରୀଙ୍କ ଯେଉଁ ସବୁ କାହାଣୀ ବଡ଼ମାଙ୍କର ମନ ଭିତରେ ବସା ବାନ୍ଧି ରହିଥିଲା ସେସବୁ ଅନ୍ଧାର ଭିତରେ ବାଦୁଡ଼ି ପରେ ଗୋଟିକ ପରେ ଗୋଟିଏ ଡେଣା ଫଡ଼ଫଡ଼ କରି ବଡ଼ମାଙ୍କର ଚିନ୍ତା ଭିତରେ ଉଡ଼ି ବୁଲୁଥିଲା। ରାତିର ହେମାଳ ବଢ଼ିଥିଲା। ନଡ଼ିଆ ଗଛ ମଥାନ ଉପରେ ତାରା କେତେଟା ହୀରା ମୁଣ୍ଡା ପରି ଜକ୍ ଜକ୍ କରୁଥିଲା। ସବୁଆଡ଼ ସୁନସାନ ହୋଇ ଆସିଥିଲା। ବେଳେ ବେଳେ ଆର ଖଞ୍ଜାର କରୁଣୀ ଦାସଙ୍କ ଖଙ୍କାରିଆ ଖଣ୍ଡିକାଶ, ଆଉ କେଉଁଠି କାହା ଘରେ ଓତାଣି ପିଲାର ଚିତ୍କାର କାନ୍ଦଣା ସେହି ନୀରବତାରେ ସାମାନ୍ୟ ଆଲୋଡ଼ନ ଆଣିଦେଉଥିଲା। ଦାଣ୍ଡ ଗୋହିରିଆଡ଼ୁ ଅନ୍ଧାରରେ 2 ଜଣ ମଣିଷଙ୍କ କଥାବାର୍ତ୍ତା ଶୁଭିଲା। ବଡ଼ମା ଉତ୍କରି ଶୁଣିଲେ। ତାଙ୍କ ଛାତିରୁ ଗୋଟାଏ ଦୀର୍ଘଶ୍ୱାସ ବାହାରିଛି ଆସି। ମୁଣ୍ଡରୁ ଛାତି ଉପରକୁ ଖସି ପଡ଼ିଥିବା ଲୁଗାକାନି ସଜାଡ଼ି କାନିରେ ବାନ୍ଧିଥିବା ଟଙ୍କା ପୁଡ଼ିଆଟି ହାତରେ ଧରି ସେ କବାଟ କୋଣରେ ଠିଆ ହୋଇ ପଡ଼ିଲେ। କିନ୍ତୁ କରୁଣୀ ଦାସଙ୍କ ଦାଣ୍ଡ ଆଗରେ ସେମାନଙ୍କ କଥାବାର୍ତ୍ତା ଏପରିକି ପାଦଶବ୍ଦ ସୁଦ୍ଧା ହଠାତ୍ ପୁଣି ନୀରବ ହୋଇଗଲା। ଗଭୀର ଉତ୍କଣ୍ଠାରେ ବଡ଼ମା କବାଟ କୋଣରୁ ବାହାରି ତରଳ ଅନ୍ଧାର ଭିତରେ ଦାଣ୍ଡ ଆଡ଼କୁ ଚାହିଁଲେ। ନକ୍ଷତ୍ରର କ୍ଷୀଣ ଆଲୋକରେ ନିଧି ଦାସଙ୍କ ଆକୃତି ରେଖା ସ୍ପଷ୍ଟ ବାରି ହେଉଥିଲା। ତାଙ୍କ ସଙ୍ଗରେ ଆଉ ଜଣେ କିଏ? ବଡ଼ମା ତାଙ୍କୁ ଜାଣିନଥିଲେ। ନିଧି ଦାସ ଓ ସେ ଅନ୍ୟ ଜଣକ ପିଣ୍ଡା ଉପରକୁ ନିଃଶବ୍ଦରେ ଉଠି ଘର ଭିତରକୁ ପଶି ଆସିଲେ। ନିଧି ଦାସଙ୍କ ସଙ୍ଗରେ ଥିଲେ କଲେଜରୁ ବିତାଡ଼ିତ ଯୁବନେତା ସୁଧୋଦନ। ନିଧି କହିଲେ, ସିଦ୍ଧ, ତମେ ଏତେ ରାତିରେ ଆଉ ଘରକୁ ଫେରିବ କ'ଣ? ରାତିଟା ଏଇଠି ଶୋଇପଡ଼। ସାଙ୍ଗରେ ପୁଣି ଟଙ୍କା ପଇସା ଅଛି। ସୁଧୋଧନ ସେତେବେଳକୁ ମାଟି ଚଟାଣଟା ଉପରେ ବସି ଡିବି ଆଲୁଅରେ ସ୍ୱରାଜ୍ୟ ପାଣ୍ଠି ପାଇଁ ସେଦିନର ସଂଗୃହୀତ ଟଙ୍କା ପଇସା ଗଣିବାରେ ଲାଗି ପଡ଼ିଲେ। ସୁଧୋଧନଙ୍କ ଖାଇବାର ବ୍ୟବସ୍ଥା କରିବା ପାଇଁ ଖଞ୍ଜା ଭିତରକୁ ନିଧି ଦାସ ଚାଲିଗଲେ। ଭିତର ପିଣ୍ଡାରେ କବାଟ ବନ୍ଧକୁ ଲାଗି ବଡ଼ମା ଠିଆ ହୋଇଥିଲେ। ନିଧି ଦାସ ଭିତରକୁ ଯିବା ମାତ୍ରେ ସେ ଗୋଡ଼ ଧୋଇବା ପାଇଁ ଢାଳେ ପାଣି ଆଉ ଗୋଟିଏ ଟଙ୍କା ପୁଡ଼ିଆ ତାଙ୍କ ଗୋଡ଼ ପାଖରେ ରଖିଦେଲେ। ନିଧି ଦାସ ପୁଡ଼ିଆଟି ହାତରେ ଉଠାରି ଧରି ପଚାରିଲେ, ଏ କ'ଣ? ବଡ଼ମା କିଛି କହିପାରିଲେ ନାହିଁ। ନିଧି ଆଉ ଥରେ ପଚାରିଲେ, ଏ କି ଟଙ୍କା? ବଡ଼ମା ବାଷ୍ପପୂଳ କଣ୍ଠରେ କହିଲେ, ତମ ପାଣ୍ଠି ପାଇଁ ଚାନ୍ଦା।
ଏଥର ନିଧି ଦାସଙ୍କ କଣ୍ଠ ଅଶ୍ରୁରେ ରୁଦ୍ଧ ହୋଇଗଲା। ଛାଇମିଶା ଡିବି ଆଲୁଅରେ ଅବଶ୍ୟ ଦେଖାଯାଉନଥିଲା, ମାତ୍ର ବଡ଼ମାଙ୍କ ଆଖି ଦୁଇଟି ଲୁହରେ ଛଳଛଳ ହୋଇ ଆସିଥିଲା। ଏତେ କଷ୍ଟରେ ସଞ୍ଚିତ ଟଙ୍କା କେତେଟା ନିଧି ଦାସଙ୍କ ହାତରେ ଏମିତି ଟେକି ଦେଇଥିବା ହେତୁ ନୁହେଁ, ନିଜକୁ ନିଃଶେଷ କରି ଉତ୍ସର୍ଗ କରିଦେବାର ଏକ ବିମଳ ଆନନ୍ଦ ଓ ପରିତୃପ୍ତିରେ। ନିଧି ଗୋଡ଼ ନ ଧୋଇ ସେ ଟଙ୍କା ପୁଟୁଳିକୁ ଧରି ଦାଣ୍ଡଘର ଭିତରକୁ ପଶି ଆସି ସୁଧୋଧନଙ୍କୁ କହିଲେ, ସେଥିରେ ଏ ଟଙ୍କା କେଇଟା ନେଇ ମିଶାଅ। ସ୍ୱରାଜ୍ୟ ପାଣ୍ଠି ପାଇଁ ତମ ଭାଉଜ ଏତକ ଦେଇଛନ୍ତି। ନିଧି ଦାସ ନିଜ ହାତରେ ମଇଳାକନାର ଗଣ୍ଠି ଟାଣି ଟଙ୍କା ପୁଟୁଳିଟି ଖୋଲି ପକାଇଲେ। ତା ଭିତରେ ଟଙ୍କା ଆଠଣି, ଚାରଣି, ଦଉଣି, ଅଣି, ପଇସାଠୁ ଆରମ୍ଭ କରି ଅଧଲା ଏପରିକି ପାହୁଲା ପର୍ଯ୍ୟନ୍ତ ସୁଦ୍ଧା ସବୁ ପ୍ରଚଳିତ ମୁଦ୍ରା ମିଶି ରହିଥିଲା। ସୁଧୋଧନ ବିନା ବ୍ୟବକାୟରେ ଟଙ୍କା ପଇସା ସବୁ ଥାକ ଥାକ କରି ତାହା ଗଣିବାରେ ଲାଗି ପଡ଼ିଲେ। ଭିତର ପିଣ୍ଡାରେ ଠିଆ ହୋଇ ଦର ଆଉଜା କବାଟ ଫାଙ୍କରେ ବଡ଼ମା ତାହା ଦେଖୁଥିଲେ। ତାଙ୍କ ମନ ଭିତରଟା ଧୀରେ ଧୀରେ ମେଘ ଫାଟିବା ପରି ଲଘୁ ଓ ଭାରହୀନ ହୋଇ ଆସୁଥିଲା। ନିଧି ଦାସ ମଧ୍ୟ ସ୍ଥାଣୁ ପରି ଠିଆ ହୋଇ ସୁଧୋଧନଙ୍କ ଟଙ୍କା ଗଣା ଦେଖୁଥିଲେ। ପ୍ରତ୍ୟେକଟି ମୁଦ୍ରା ଦେହରେ ବଡ଼ମାଙ୍କ ନିରୀହ ଜୀବନର ଅଗଣିତ ମୁହୂର୍ତ୍ତ ପ୍ରଲିପ୍ତ ହୋଇଥିଲା। ସୁଧୋଧନଙ୍କ ହାତରୁ ସେ ଟଙ୍କା ପୁଟୁଳିଟା ଫେରାଇ ଆଣି ପାରିଲେ ନିଧି ଦାସ ଯେପରି ଆନନ୍ଦିତ ହୁଅନ୍ତେ, ମାତ୍ର ସେଥିପାଇଁ ସେତେବେଳକୁ ବହୁ ବିଳମ୍ବିତ ହୋଇଯାଇଥିଲା। ସୁଧୋଧନଙ୍କ ଟଙ୍କା ଗଣା ସରିଲା। ବଡ଼ମାଙ୍କ ପୁଟିଲରୁ ଯାହା ବାହାରିଲା ତାହାର ମୋଟ ପରିମାଣ 36 ଟଙ୍କା 13 ଅଣା 1.5 ପଇସା। ସୁଧୋଧନ ଟଙ୍କାତକ ଗୋଟିଏ ଝୁଲାମୁଣି ଭିତରେ ରଖି କହିଲେ, ମୁଁ ଯାଉଛି, ପରଦିନ ଆଡ଼କୁ ଆସିବି। ନିଧି ଦାସ କହିଲେ, ଏତେ ରାତିରେ ଆଉ ଯିବ କ'ଣ? ରାତିଟା ଏଇଠି ରହିଯାଅ। ସୁଧୋଧନ କହିଲେ, ଏଠି ରହିବା ନିରାପଦ ନୁହେଁ। ତୁମ କରୁଣୀ ଦାଦି ଜାଣିଲେ ମହା ଅନର୍ଥ ହେବ। ପୁଲିସବାଲା ପୁଣି ମୋର ପିଛା ଲାଗିଛନ୍ତି। ସୁଧୋଧନ ନିଃଶବ୍ଦରେ ସେଇ ଅନ୍ଧାରରେ ଦାଣ୍ଡ ପିଣ୍ଡା ତଳକୁ ଓହ୍ଲେଇ ପଡ଼ିଲେ। ଏହାର 3 ଦିନ ପରେ ଶୀତଦିନ ଖରାବେଳେ ଗଳି ପଡ଼ିଲାଣି। ଦାଣ୍ଡ ଗୋହିରୀ ପିଣ୍ଡା ଆଉ ଘର କାନ୍ଥ ଉପରୁ ଶୀତୁଳିଆ ଖରା ନଡ଼ିଆ ଗଛର ମଥାନ ଉପରକୁ ଉଠିଲାଣି। ଦାଣ୍ଡ ଘରେ ନିଧି ଦାସ ଖଣ୍ଡେ ହେଁସ ଉପରେ ଅରଟ ସାମ୍ନାରେ ବସି ସ୍ତ୍ରୀଙ୍କୁ ଅରଟରେ ସୂତାକଟା ଶିଖଉଥିଲେ। ଏ ଅରଟ ସୁଦର୍ଶନ ଚକ୍ର ଓ ଏଥିରେ ମହାତ୍ମା ଗାନ୍ଧୀ କିପରି ଶୈତାନ ଇଂରେଜୀ ସରକାରର ମୁଣ୍ଡ ଛେଦନ କରିବେ ତାହା ତାଙ୍କୁ ବୁଝାଉଥିଲେ। ମାତ୍ର ଅରଟ କାଟିବାରେ ବଡ଼ମାଙ୍କ ଇଚ୍ଛା ବା ପ୍ରବୃତ୍ତି ବା ଆଗ୍ରହ ନଥିଲା। ଅନଭ୍ୟସ୍ତ ହାତରେ ଅମନୋଯୋଗୀ ପରି ଅରଟ ବୁଲାଉ ସୂତା ସବୁ ଛିଣ୍ଡି ଯାଉଥିଲା, ଗଣ୍ଠି ପଡ଼ି ନଟି ହୋଇ ଯାଉଥିଲା। ବଡ଼ମା ଏଥିରେ ଫିକ୍ କରି ବେଳେ ବେଳେ ହସି ଦେଉଥିଲେ। ସେ ଯେତିକି ହସୁଥିଲେ, ନିଧି ଦାସ ସେତିକି ଉତ୍କ୍ଷିପ୍ତ ହୋଇ ତାଙ୍କୁ ଅତ୍ୟନ୍ତ ନିଷ୍ଠୁର ଭାବରେ ଗାଳି ଦେଉଥିଲେ। ତାଙ୍କ ହାତରେ କିଛି ହୋଇପାରିବ ନାହିଁ ଓ ବାପ ମା ଏପରି ଏକ ପ୍ରାଣୀକୁ ତାଙ୍କ ବେକରେ ଛନ୍ଦି ଦେଇଥିବାରୁ ବହୁ ହା ହୁତାଶ କରୁଥିଲେ। ଏହିପରି ସମୟରେ ଦାଣ୍ଡରେ ସାଇକେଲ ଘଣ୍ଟି ଶୁଭିଲା। ସୁଧୋଧନଙ୍କୁ ଦାଣ୍ଡ ପିଣ୍ଡା ତଳେ ପାହାଚ ପାଖରେ ସାଇକେଲ ଆଉଜୁଥିବା ଦେଖି ବଡ଼ମା ସ୍ୱସ୍ତିରେ ଗୋଟିଏ ଦୀର୍ଘ ନିଶ୍ୱାସ ପକାଇ ହାତଲମ୍ବର ଓଢ଼ଣା ଟାଣି ଭିତରକୁ ପଳାଇଲେ। ସୁଧୋଧନ ସିଧା ସହରରୁ ଫେରୁଥିଲେ। ତାଙ୍କର ଆଭରଣ ଓ ଆଚରଣରେ ଇତିମଧ୍ୟରେ ଏକ ସ୍ପଷ୍ଟ ନେତାସୁଲଭ ପ୍ରକାଶିତ ହୋଇସାରିଥିଲା। ମୁଣ୍ଡରେ ଗାନ୍ଧୀ ଟୋପି, ଦେହରେ ଖଣ୍ଡେ କାଣ୍ଟିଆ ଚାଦର, କାନ୍ଧରେ ଗୋଟିଏ ଝୁଲାମଣି, ଆଣ୍ଠୁ ତଳକୁ ଅଳ୍ପ ଲମ୍ବି ଆସିଥିବା ଖଣ୍ଡେ ଖଦଡ଼ ପିନ୍ଧା, ଘଣ୍ଟା ଚେନ୍ରେ ଲଟକା ହୋଇଥିବା ଗୋଟିଏ ପକେଟ ଘଡ଼ି, ପାଦରେ ହଳେ ଚପଲ। ସୁଧୋଧନଙ୍କୁ ଦେଖି ସମ୍ଭ୍ରମରେ ନିଧି ଦାସ ତଳୁ ଉଠି ଠିଆ ହୋଇପଡ଼ିଲେ। ସୁଧୋଧନ କିନ୍ତୁ ପିଣ୍ଡା ଉପରକୁ ଉଠିଲେ ନାହିଁ। ନିଧି ଦାସ ତାଙ୍କ ପାଖକୁ ଆସିବାରୁ ସୁଧୋଧନ କହିଲେ, ଗୋଟାଏ ବଡ଼ ଜରୁରୀ କଥା ଅଛି, ସେଥିପାଇଁ ତମ ବାଟେ ଆସିଲି। ଇତିମଧ୍ୟରେ ସୁଧୋଧନଙ୍କ ନୂତନ ବେଶ ଓ ତାଙ୍କ ସାଇକେଲ ଦେଖିବା ପାଇଁ ସାଇର କେତେ ପିଲା ଓ ଦରବୁଢ଼ା ସେଠାରେ ଜମି ଯାଇଥିଲେ। ସୁଧୋଧନ କହିଲେ, ଏଠି ହେବ ନାହିଁ, ଆସ ଗୋଟାଏ ନିରାଳ ଜାଗାକୁ ଯିବା। ନିଧି ଦାସ ସୁଧୋଧନଙ୍କ ପଛେ ପଛେ ଉତ୍କଣ୍ଠିତ ହୋଇ ଆସିଲେ। ଗାଁ ବାହାରେ ବିରୂପା କୂଳର ଅତଡ଼ା ଉପରେ ଅନ୍ଧାରୁଆ ଆମ୍ବ ତୋଟା ଭିତରଟା ଅରମା, ଉଇହୁଙ୍କା, କିଆ ଆଉ କେତକୀ ବୁଦାରେ ଭର୍ତ୍ତି। ତୋଟା ଭିତରେ ଚେନାଏ ତେର୍ଛା ଖରା ଗୋଟାଏ ଆମ୍ବ ଗଛ ସିଅ ଉପରେ ଲମ୍ବି ପଡ଼ିଥିଲା। ନିଧି ଦାସ ଓ ସୁଧୋଧନ ତାରି ଉପରେ ବସି ପଡ଼ିଲେ।
ନିଧି ଦାସ ଉତ୍କଣ୍ଠିତ ଭାବରେ ପଚାରିଲେ, କ'ଣ କି ସିଦ? ସୁଧୋଧନ କହିଲେ, ଉପରୁ ନିର୍ଦ୍ଦେଶ ଆସିଗଲା ସତ୍ୟାଗ୍ରହ ପାଇଁ। ସହରକୁ ଯାଇଥିଲି, ସ୍ୱଦେଶ ଭବନରୁ ସେହି ନିର୍ଦ୍ଦେଶ ମିଳିଲା। ଏକା ଆମ ପ୍ରଦେଶକୁ ଛାଡ଼ିଦେଲେ ଭାରତର ଆଉ ସବୁଆଡ଼େ ସତ୍ୟାଗ୍ରହ ମାତିଗଲାଣି। ପଞ୍ଜାବର ନାନକାନଠାରେ ଗୁଳି ଚଳାଇ ପୁଲିସ ଦଳେ ସତ୍ୟାଗ୍ରହୀଙ୍କୁ ମାରି ପକାଇଛି, ଖବରକାଗଜରେ ବାହାରିଛି। ନିଧି ଦାସ ବ୍ୟଥିତ କଣ୍ଠରେ ପଚାରିଲେ, ସତ୍ୟାଗ୍ରହୀଙ୍କୁ ପୁଲିସ ଗୁଳିକରି ମାରିଦେଲା? ସୁଧୋଧନ କହିଲେ, ତୁମେ ଡରୁଛ କି ନିଧି ଭାଇ? ସତ୍ୟାଗ୍ରହୀର ପ୍ରଥମ ନିୟମ ହେଲା ପରା ସବୁ ବିପଦ ଆଗରେ, ଏପରିକି ପୁଲିସ ଗୁଳି ଆଗରେ ସୁଦ୍ଧା ଛାତି ପତେଇବା। ସତ୍ୟାଗ୍ରହୀ ତାଲିକାରେ ଥରେ ନାମ ଲେଖାଇବା ପରେ ଆଉ ଭୟ କ'ଣ? ନିଧି ଦାସ ଅପ୍ରତିଭ ହୋଇ କହିଲେ, ନା, ଭୟ କ'ଣ? ସତ୍ୟାଗ୍ରହ ପାଇଁ ଉପରୁ ନିର୍ଦ୍ଦେଶ ଆସିଛି ବୋଲି କହୁଛ ଯେ, ଆମେ କେମିତି ସତ୍ୟାଗ୍ରହ କରିବା? ଉପରୁ କିଏ ନେତା ଆସିଲେ ତ? ସୁଧୋଧନ ଆହତ ଅଭିମାନର ଉଷ୍ମତାରେ କହିଲେ, ନେତା ଆଉ କିଏ? ଗାନ୍ଧୀ କହିଛନ୍ତି, ଏ ଆନ୍ଦୋଳନର ପ୍ରତ୍ୟେକ ଜଣେ ଜଣେ ନେତା ହୋଇ ନ ବାହାରିଲେ ସ୍ୱରାଜ ଆସିବ ନାହିଁ। ତା ଛଡ଼ା ଆମେ ସବୁ ତ ପଛେ, ଉପରୁ ଆଉ ନେତା ଆସିବେ କ'ଣ? ନିଧି ଦାସ କହିଲେ, ହେଉ ତାହେଲେ କ'ଣ କରିବା କୁହ? ସୁଧୋଧନ କହିଲେ, ଆଜି ହେଲା ମଙ୍ଗଳବାର, ଶୁକ୍ରବାର ଦିନ ମଙ୍ଗରାଜପୁର ହାଟ। ସେଇଠି ସେହିଦିନ ସତ୍ୟାଗ୍ରହ ହେବ। ତୁମେ ଆ ଭିତରେ ଆଖପାଖ ଗାଁମାନଙ୍କରୁ ଆମର ଯେଉଁମାନେ ଅଛନ୍ତି ସମସ୍ତଙ୍କୁ ହାଟକୁ ଡାକି ଆଣିଥିବ। ମୁଁ ପୁଣି ସହରକୁ ଫେରି ଯାଉଛି। ସେଦିନ ସଭା ବେଳକୁ ସେଠାରେ ଆସି ପହଞ୍ଚିଯିବି। ମୁଁ ଆସିଲେ ସଭା ଆରମ୍ଭ ହେବ। ସଭା ପରେ ବିଲାତି ଲୁଗା ସବୁ ଆମେ ହାଟରେ ପୋଡ଼ିବା। ଗାନ୍ଧୀ କହିଛନ୍ତି, ବିଦେଶୀ ବର୍ଜନ ନ କଲେ ସ୍ୱରାଜ ଆସିବ ନାହିଁ। ନିଧି ଦାସ ମହାତ୍ମା ଗାନ୍ଧୀଙ୍କ ବାରଣ ସବୁ ମନେ ମନେ ପିଲା ପଣିକିଆ ଘୋଷିଲା ପରି ଗଣୁଥିଲା। 1. କୋଟିଏ ଟଙ୍କା, କୋଟିଏ କର୍ମୀ, କୋଟିଏ ଲକ୍ଷ ଚରଖା ନହେଲେ ସ୍ୱରାଜ ଆସିବ ନାହିଁ। 2. ମନରୁ ଭୟ ନ ଛାଡ଼ିଲେ ସ୍ୱରାଜ୍ୟ ଆସିବ ନାହିଁ। 3. ବିଦେଶୀ ବର୍ଜନ ନ କଲେ ସ୍ୱରାଜ ଆସିବ ନାହିଁ। ଭଲ ଭାବରେ ଏସବୁ ସ୍ମରଣ ନ ରହିଲେ ଅନ୍ୟମାନଙ୍କୁ ସେ ବୁଝାଇବେ କ'ଣ? ସୁଧୋଧନ କହିଲେ, ଆହୁରି ପୁଣି ପ୍ରଚାର କରିଦେବ। ଯୁବ ନେତା ସୁଧୋଧନ ସଭାରେ ଭାଷଣ ଦେବେ। ଆଉ ସଭାକୁ 2ଟା ବଡ଼ ଗେଣ୍ଡୁଫୁଲ ମାଳ ମଧ୍ୟ ସାଙ୍ଗରେ ଗୁନ୍ଥି ଆଣିଥିବ। ମୁଁ ଆସିଲା ବେଳେ ସେଥିରୁ ମୋତେ ଗୋଟିଏ ପିନ୍ଧାଇ ଦେବ, ଆରଟି ପୋଲିସ ମୋତେ ବାନ୍ଧିଲା ବେଳେ ପିନ୍ଧାଇବ। ମୁଁ ତ ଆଉ ସୁଧୋଧନ ମହାପାତ୍ର ଭାବରେ ଫୁଲମାଳ ପିନ୍ଧିବି ନାହିଁ। ଉପରୁ ଯେତେବେଳେ କେହି ନେତା ଆସୁନାହାନ୍ତି, ମୋତେ ନେତା ହୋଇ ସବୁ କାମ ତୁଲାଇବାକୁ ପଡ଼ିବ। ନିଧି ଦାସ ଗଦଗଦ କଣ୍ଠରେ କହିଲେ, ନାରେ ସିଦ, ତୁଇ ତ ଆମର ନେତା। ତୁ ଆମ ଆଖି ଫିଟାଇଛୁ, ତତେ ଆମେ ଫୁଲମାଳ ଗୁନ୍ଥି ପିନ୍ଧାଇବୁ, ନାହିଁ ତ ଆଉ କାହାକୁ ପିନ୍ଧାଇବୁ। ସୁଧୋଧନ ବନ୍ଧ ଉପରକୁ ଉଠିଲେ। ଗଲାବେଳେ କହିଲେ, ନିଧି ଭାଇ, ତମ ଉପରେ ହାଟ ସତ୍ୟାଗ୍ରହ ସବୁ ଦାୟିତ୍ୱ ରହିଲା। ଏଥିରେ ଯେମିତି ହେଳା ନ କର। ସୁଧୋଧନ ବନ୍ଧ ଉପରେ ଅଦୃଶ୍ୟ ହେବା ପରେ ନିଧି ଦାସ ଦେହରେ ପାଛୁଡ଼ା ଖଣ୍ଡେ ଭିଡ଼ି ସେଇଠୁ ବିରୂପା ନଈବାଲିକୁ ଗଡ଼ିଲେ। ସେ ପାଖରେ କ୍ଷେତରାଜପୁର, ମଙ୍ଗରାଜପୁର, ହରିପୁର, ନଛିପୁର ପ୍ରଭୃତି ଗାଁମାନଙ୍କରେ ସଭାର ବାର୍ତ୍ତାରେ ପ୍ରଚାର କରିବା ପାଇଁ ପଡ଼ିବ। ମଝିରେ ଆଉ ଦିନ ବୋଲି 2ଟା। ସେ ପାଖ ବନ୍ଧ ତଳେ ବିରୂପାର ଯେଉଁ ଧାରଟିଏ ବହିଯାଉଛି, ତାହା ପାରି ହେବା ବେଳେ ଗାଁର ନରିଆ ଭଣ୍ଡାରୀକୁ ଦେଖି ନିଧି ଦାସ କହିଲେ, ଘରେ କହିଥିବୁ ମୁଁ ଆଜି ଫେରିବି ନାହିଁ। ନରିଆ ପଚାରିଲା, କୁଆଡ଼େ ଯାଉଛ କି ସାନ୍ତେ? ପୁଣି ଏ ହେମାଳରେ? ନିଧି କହିଲେ, ଗୋଡ଼ିବାଣପୁରରେ ଲଢ଼େଇ ପାଲା ହେଉଛି, ସେଇଠିକି ଯାଉଛି। ଆଜି ଶୁକ୍ରବାର, ମଙ୍ଗରାଜପୁର ହାଟ। ନିଧି ଦାସ ସକାଳୁ ଉଠି ଗୁଡ଼ାଏ ଗେଣ୍ଡୁ ଫୁଲ ଧରି ଗୁନ୍ଥା ଲଗାଇଥିଲେ। ବଡ଼ମା ନିଧି ଦାସଙ୍କ ଫୁଲମାଳା ଗୁନ୍ଥା ଦେଖି ଭାବୁଥିଲେ, ନିଧି ଦାସ ବୋଧହୁଏ ଅଣସର ପୁଅର ବାବାଜୀଙ୍କ ଦର୍ଶନକୁ ଯିବେ। ସେଦିନ ସେହି ବାବାଜୀଙ୍କ କଥା ନରିଆ ମା ଭଣ୍ଡାରୁଣୀ କହୁଥିଲା। ସେଠି ଭାରି ଧୁମଧାମରେ ଯଜ୍ଞ ହେଉଛି। 5 କୋଶ 10 କୋଶ ବାଟରୁ ମାଇପେ ଯଜ୍ଞ କରିବାକୁ ଆସୁଛନ୍ତି। ସେ ଯଜ୍ଞଚରୁ ପାଇଲେ ବାବାଜୀଙ୍କର ହୁକୁମରୁ ବୁଢ଼ୀ ଦିନେ ସୁଦ୍ଧା ବୋହୂମାନେ କାଳେ ପୁଆତି ହେଉଛନ୍ତି। ନରିଆ ମା ଭଣ୍ଡାରୁଣୀ ସେଦିନ ବଡ଼ମାଙ୍କ ପାଦରେ ଅଳତା ଦେଲାବେଳେ ସେହି କଥା ଗପୁଥିଲା। ମହାନାପୁର ଗୋବିନ୍ଦ ସାହୁ ମହାଜନର ନାତୁଣୀ କୁଆଡ଼େ ବାହାଘରର 15 ବର୍ଷ ପର୍ଯ୍ୟନ୍ତ ସୁଦ୍ଧା ସନ୍ତାନ ମୁହଁ ଦେଖିନଥିଲା। ସେଇ ବାବାଜୀ ମହାରାଜଙ୍କ ହୁକୁମରେ ଏବେ ତାର ପୁନେଇ ଚାନ୍ଦ ପରି ପୁଅଟିଏ ହୋଇଅଛି। କେତେ କେତେ ଗାଁରୁ ବୋହୂ ଭୁଆସୁଣୀମାନେ କାଳେ ଯଜ୍ଞ ପାଖକୁ ଆସୁଛନ୍ତି ହୁକୁମ ପାଇଁ। ବଡ଼ମା ଅଣସରପୁର ଯଜ୍ଞକୁ ଯିବେ ବୋଲି କେତେ ଥର ମନେ ମନେ ପାଞ୍ଚିଲେଣି। ମାତ୍ର ନିଧି ଦାସ ଯେଉଁ ମଣିଷ, ତାଙ୍କୁ କହିବା ନ କହିବା ସମାନ। ବଡ଼ମା ତେଣୁ ସେ କଥା ମୁହଁ ଫିଟାଇ କହିବା ପାଇଁ କେବେ ଭରସୁ ନଥିଲେ।
आज किंतु बहु निष्ठारे निधिदासଙ୍କ फूलकुंथा देखि बड़मा तांकर बुद्धिरे ठीक करि नेथिले। निधिदास सेठाको फूल धरी दर्शन पाई बाहरिछंती। बड़मा कहिले, हेइटी सुबुची ना? निधिदास तळु मुह न उठाई पचारिले, कौन? बड़मा कहिले, मु जानती। निधिदास सेहीपरि तळ मुह न उठाई उत्तर देले, तमे जीव? भल कथा। बड़मा कहिले, ताहले जयाकू कहूची गोटे शगड़ आणु, आमे बलद सेथिरे जोची शगड़े जीवा, आउ कण एते पादरे चाली चाली एते बाटकू जीवा? मोर सतरे जीवा पई भारी इच्छा अछि। बड़मांक कंठरे गभीर उत्कंठा। निधिदास तळु मुह उठाई बड़मांक आड़े चाहे पचारिले, कुआड़े जीव? बड़मा कहिले, मल्ला केते फटे होउच म, अणसरपुरु हुकुमी बाबाजी पाखकू जीव परा। निधिदास पुणी तळको मुंडपति कहिले, यज्ञ भज्ञ पाई मते बेल नाही, मो मंगराजपुर हाटकू जाउछि, सेठी अछि सत्याग्रह हेब। बड़मा सेठारु झड़पड़ी पलाई गले। तांक दुई आखिरु बड़ बड़ लुहटोपा तळे झरी पड़ुथिला, मात्र सेथिप्रति दृष्टि देबा पई निधिदासंकर अवसर नथिला। मंगराजपुर हाट सन्ध्या पूर्वर भांगे, सेथिरे पुणी शीत दिन हेतु हाट शीघ्र भांगी आसुथिला। हाट पड़ियार गोटे पाखरे प्राय 150 लोक गांधी सभा शुणिबा पई जमा होइथिले। निधिदास खदड़ झुलामुणी भितरे सुधोधनक पई गेंडुहार कदलीपत्रे अति जत्न बांधी रखी महोत्सरे हाट भितरे श्रोतामानंकु रुंडाई बोलुथिले। सभा स्थानरू अदूरे गोटाए बुढ़ा ओस्तगछ तले हरिपुर थाना सब इन्स्पेक्टर 15 जन लाठियाल चौकिया और कनेस्टेबल सहित जगी बसी। यह सत्वे जो मैंने पुलिस नाली पगड़ी को भ्रूक्षेप न करी सभा स्थान में बसी रही सेमानंक उद्देश्य थिला सत्याग्रहर दृश्य उपभोग करिबा। पुलिस कनेस्टेबल कि चौकिया कहीं आसी लोक पलाइबा धमकाइले सेमानंक भितरु केतेक भांगी पड़ाउथिले। जो माने निहात गांधीवाला और सत्याग्रही तालिकार ना लिखाई सेही माने केवल नेता सुधोधनक प्रतीक्षारे बसी रही। मंगराजपुरर जड़े कर्मी श्यामबंधु निधिदास को हाट भितर खोजी बाहर करी कहले, हे दासे शुणिलणी, सुधोधन बाबू कटकरू एतेबेले जाए फेरी नाहांती, फेरिबा आशा भी दिशु नहीं। एडे नेता सुधोधन बाबू आसबे, सभा हेब, सत्याग्रह हेब बोली लोके चाहि बसिछंती। सभा न कले पुलिस डरे आमे सभा बंद कले बोली लोके धरी नेबे। आमे सत्याग्रही होई जतेबेले पुलिस को डरुछु, लोके आउ निर्भय हेब किपरि? निधिदास दंडे कण भाबिले। तापरे सुधोधन कहिथिबा कथा स्मरण करी नेता सुलभ गांभीर्य कहले, गांधी कहिसंती आम देशरे प्रत्येक जणे जणे नेता होई न बाहरिले देशरे स्वराज्य आसिब नाही। सुधोधन न आसिले आमे नेता होई सभा कार्य चलाइबा। श्यामबंधु पचारे, तेबे किंतु सभार भाषण दबटी किए? मते तो किछि पइटिब नाही, मु अवश्य तम पाखे पाखे थिबी। निधिदास कहले, सेथिको चिंता कौन है, चल। लोके रुंड होइथिबा स्थान रे आसी निधिदास ठिया हेले। श्यामबंधु तांको पछरे गोटाए तिरंगी पताका उड़ाई ठिया होई पार्टी करुथिले, शांति शांति। प्रथमे निधि बाबू आपणको देशर भलमंद कथा सुनाइबे, भाषण देबे, तापरे सत्याग्रह हेब। सभा हेउथबार घोषणा शुणी दूररे अपेक्षा करी बसिथिबा चौकिया और कनेस्टेबल माने सभा स्थान को घेरी ठिया होई गले। सेमानंकु पुणी आगरे पिंपुड़ी मंदापरी जमी आसुथिबा हाट फेरंता लोकंकु देखि निधिदासंक जीभ तंटी सुखी आसुथिला। लोकंक भितरे किए जणे पचारिला, ए तो मधुपुरर निधि मास्टर नेता सुधोधन बाबू कहांती? आउ जड़े परिहास और ताच्छल्य उत्तर देला, ये गोरा सरकार बाघ बकरी की एका घाटे पानी पियाउछि, राति को दिन को राति, दिन को राति और राति को दिन करुछि। पुलिस दारोगा साहेब आगे पुणी बाथफुट से काढ़े कथा कहे, बिरीमाड़ देखी कोलथ चेपा तम सिद्ध बाबू आ फेरुछंती। श्रोता मानक मध्यरे हसाहसी और विद्रूप परिहास आरंभ होइगला। श्यामबंधु उपरकू दुई हाथ उठाई नित्यांत असहाय भावरे पाटी करुथिले, शांति शांति। निधिदासंक आखि आगरे भासी उठिला सेही दिन हाटेश्वर महादेवंक मेलाण तोटारे से असस्त्र और निरीह प्रचार कर्मी मानक उपरे पुलिसर आक्रमण।
ହାଟ ଗହଳି ଓ ଶ୍ରୋତାମାନଙ୍କର କୋଳାହଳକୁ ବୁଡ଼ାଇ ନିଧି ଦାସଙ୍କ କାନରେ ଯେପରି କଡ଼ା ନାଗରା ପରି ବାଜି ଉଠିଲା ସେବାଶ୍ରମର ସେହି କର୍ମୀମାନଙ୍କର କଥା। ନିର୍ଭୟ ହୁଅ, ନିସଙ୍କୋଚ ହୁଅ, ତାହେଲେ ଯାଇ ସ୍ୱାଧୀନ ହେବ। ହଠାତ୍ ଏକ ପ୍ରଚଣ୍ଡ ଶକ୍ତିରେ କାଳିସୀ ଲାଗିଲା ପରି ନିଧି ଦାସ ପ୍ରାଣବନ୍ତ ହୋଇ ଉଠିଲେ। ସବୁ ଜନତା ଓ ସଙ୍କୋଚ ପରିହାର କରି ନିଧି ଦାସ ଦୁଇ ହାତ ଯୋଡ଼ି କହିଲେ, ଭାଇମାନେ, ମୁଁ ନେତା ନୁହେଁ, ମୁଁ ଜମା କହି ଜାଣେ ନାହିଁ। ମୋର ଦୋଷାଦୋଷ ଥିଲେ କ୍ଷମା ଦେବ। ମହାତ୍ମା ଗାନ୍ଧୀ ତିନୋଟି କଥା କହିଛନ୍ତି। ଏକରେ 1,000,000 ଟଙ୍କା, 1,000,000 କର୍ମୀ ଆଉ 20 ଲକ୍ଷ ଚରଖା ଦରକାର। 2ରେ ମନରୁ ଭୟ ତ୍ୟଜ୍ୟ କରି ପୁଲିସ ଆଗରେ ସମସ୍ତେ ଛାତି ପତାଇ ଠିଆ ହେବା ଦରକାର। 3ରେ ସମସ୍ତେ ବିଦେଶୀ ଜିନିଷ ବର୍ଜନ କରିବା ଦରକାର। ତାହେଲେ ଦେଶରେ ସ୍ୱରାଜ୍ୟ ଆସିବ। ଜୟ ମହାତ୍ମା ଗାନ୍ଧୀ କି ଜୟ। ଶ୍ୟାମବନ୍ଧୁ ଓ ଆଉ କେତେଜଣ ପହଳି ଫେରାଇଲେ। ଜୟ ମହାତ୍ମା ଗାନ୍ଧୀ କି ଜୟ। ସେ ଥିଲା ଏକ ଅଗ୍ନି ଯୁଗର ବୈଦ୍ୟୁତିକ ବାତାବରଣ। ସାମାନ୍ୟ ଆଲୋଡ଼ନ ଓ କ୍ଷୀଣ ସ୍ପର୍ଶରେ ସୁଦ୍ଧା ତାହା ପ୍ରଚଣ୍ଡ ବିସ୍ଫୋରଣ ସୃଷ୍ଟି କରୁଥିଲା। ସୁଧୋଧନଙ୍କ ପରି ନେତାମାନେ ଥିଲେ ସେଥିରେ କେବଳ ନିମିତ୍ତ ମାତ୍ର। ମହାତ୍ମା ଗାନ୍ଧୀ କି ଜୟ ଧ୍ୱନି କ୍ରମେ ଉତ୍ତରୋତ୍ତର ବୃଦ୍ଧି ହୋଇ ଆସୁଥିଲା। ଏତିକିବେଳେ ଲାଠିଆଳ ଚୌକିମାନେ ହଟ୍ କହି ଲୋକ ଗହଳି ଭିତରକୁ ଖେଦି ଆସିଲେ। ପ୍ରହାର ଭୀତ ପଶୁ ପରି ଯେଉଁମାନେ ସେହି ମାଛି ଅନ୍ଧାରରେ ପଡ଼ି ଉଠି ପଳାଇଲେ ସେମାନେ ଅବଶ୍ୟ ରକ୍ଷା ପାଇଗଲେ। ମାତ୍ର ଯେଉଁ କେତେଜଣ ଠିଆ ହୋଇ ରହିଲେ କୁଆପଥର ବୃଷ୍ଟି ପରି ସେମାନଙ୍କ ଉପରେ ପ୍ରହାର ଲଦି ହୋଇ ପଡ଼ିଲା। ନିଧି ଦାସ, ଶ୍ୟାମବନ୍ଧୁ ଓ ଆଉ କେତେକ ଲାଠିମାଡ଼ରେ ଲହୁଲୁହାଣ ହୋଇ ତଳେ ପଡ଼ିଗଲେ। ନିଧି ଦାସଙ୍କ ଝୋଲାମଣିରୁ ଗେଣ୍ଡୁହାର ଓ ଶ୍ୟାମବନ୍ଧୁଙ୍କ ହାତରୁ ତିରଙ୍ଗୀ ପତାକା ଛିନ୍ନ ଭିନ୍ନ ହୋଇ ତଳେ ଛିଣ୍ଡି ପଡ଼ିଲା। ଦାରୋଗା କେତୋଟା ଶଗଡ଼ ଓଦରରେ ପକାଇ ଜଖମ ହୋଇଥିବା ସତ୍ୟାଗ୍ରହୀମାନଙ୍କୁ ହରିପୁର ଥାନାକୁ ଚାଲାଣ କରିଦେଲେ। ନିଧି ଦାସ ପ୍ରଭୃତିଙ୍କ ଚେତା ଭାଙ୍ଗିଲା ହାଜତରେ। ଏହାର କେତେଦିନ ପରେ ସୁଧୋଧନ ମଧ୍ୟ ଗିରଫ ହୋଇ ଜେଲକୁ ଆସିଲେ। କଟକରେ ଏକା ଜେଲରେ ଥିଲା ସୁଧା। ସୁଧୋଧନଙ୍କ ସହିତ ସେମାନଙ୍କର କ୍ୱଚିତ୍ ଦେଖା ସାକ୍ଷାତ ହେଉଥିଲା। ସୁଧୋଧନ ଉପର ପାହିଆରେ ଥିବା ନେତାମାନଙ୍କ ସଙ୍ଗରେ ଥିବାରୁ ପୁଣି ସ୍ୱଦେଶ ଭବନରୁ ସେମାନଙ୍କ ଗିରଫ ହୋଇଥିବାରୁ ତାଙ୍କୁ B ଶ୍ରେଣୀ ମିଳିଥିଲା। ମାତ୍ର ନିଧି ଦାସଙ୍କ ପରି ତଳିଆ କର୍ମୀମାନେ ଯେଉଁମାନଙ୍କର ମୁଣ୍ଡ ଫାଟିଥିଲା, ହାତ ଗୋଡ଼ ଭାଙ୍ଗିଥିଲା, ସେମାନଙ୍କୁ ରଖାଯାଇଥିଲା C ଶ୍ରେଣୀରେ। ଏହା ସତ୍ତ୍ୱେ ନିଧି ଦାସ ପ୍ରମୁଖ 2 ଓଳି ଖୁଦ ବାଲି ବୋଡ଼ି ମିଶା ପେଜୁଆ ଭାତ, ସାରୁପତ୍ର ସିଝା ବ୍ୟଞ୍ଜନ ଖାଇ ମହାଫୁର୍ତ୍ତିରେ ନାନା ହାଡ଼ଭଙ୍ଗା ଖଟଣି ସହୁଥିଲେ। ଏ ଜେଲଖାନାର ମେଘନାଦ ପାଚେରୀ ସେପଟେ ସ୍ୱରାଜ୍ୟ ତାର ଦିନ ପାଖେଇ ଆସିଛି। ସେମାନେ ଜେଲଖାନା ଗାରଦର କାନ୍ଥରେ କାରଟାଣି ସେଦିନ ଗଣୁଥିଲେ। ପ୍ରାୟ 5 ମାସ ପରେ ବଡ଼ଲାଟ ଲର୍ଡ଼ ରିଡିଙ୍ଗଙ୍କ ସହିତ ଗାନ୍ଧୀଙ୍କ ଆପୋଷ ସମାଧାନ ହୋଇଗଲା। ସତ୍ୟାଗ୍ରହୀମାନେ ଜେଲରୁ ଖଲାସ ପାଇବାର ସିଦ୍ଧାନ୍ତ ମଧ୍ୟ ପ୍ରକାଶ ପାଇଥିଲା। ସେଦିନ ନିଧି ଦାସ ଆଉ କେତେଜଣ କଏଦୀଙ୍କ ସହିତ କତା ପିଟୁଥିଲେ। ସୁଧୋଧନ ସେମାନଙ୍କ ପାଖକୁ ଆସି ନିଧି ଦାସଙ୍କୁ ସେଠାରୁ ଡାକିନେଲେ। ସତ୍ୟାଗ୍ରହୀମାନେ ଖଲାସ ହୋଇଯିବେ ବୋଲି ସେମାନଙ୍କ ଉପରେ କର୍ତ୍ତୃପକ୍ଷଙ୍କର କଡ଼ା ଦୃଷ୍ଟି କୋହଳ ହୋଇ ଆସିଥିଲା। ସୁଧୋଧନ ନିଧି ଦାସଙ୍କୁ କହିଲେ, ତମେ ସବୁ ଏ ଦିନେ 2 ଦିନ ଭିତରେ ଜେଲରୁ ଖଲାସ ହୋଇଯିବ। ନିଧି ଦାସ କପାଳରୁ ଝାଳ ପୋଛୁ ପୋଛୁ ପଚାରିଲେ, ଆଉ ତମେମାନେ କେବେ ଖଲାସ ପାଇବ? ସୁଧୋଧନ ହଠାତ୍ ଅସ୍ୱାଭାବିକ ଭାବରେ ଗମ୍ଭୀର ହୋଇ କହିଲେ, ନେତାମାନେ ଅବଶ୍ୟ ସାମାନ୍ୟ ପରେ ଛାଡ଼ ପାଇବେ। ନିଧି ଦାସ ତାଙ୍କ ସହଜ ବୁଦ୍ଧିରେ ସ୍ଥିର କରିନେଲେ, ନେତାମାନେ ବୋଧହୁଏ ଏକାଥରେ ସ୍ୱରାଜ୍ୟକୁ ସଙ୍ଗରେ ଧରି ଜେଲରୁ ମୁକୁଳିବେ। କିନ୍ତୁ ସ୍ୱରାଜ୍ୟ ମିଳିବା ପୂର୍ବରୁ ନିଧି ଦାସଙ୍କୁ ଜେଲ ଛାଡ଼ିବାକୁ ପଡ଼ିଥିବାରୁ ସେ ମନେ ମନେ ଇଷତ୍ ନିରାଶ ଓ ଅପ୍ରତିଭ ହୋଇ ପଚାରିଲେ, ଦେଶରେ ସ୍ୱରାଜ୍ୟ ଆସିଗଲା ତ? ସୁଧୋଧନ କହିଲେ, ଏହାପରେ ବିଲାତରେ ଗୋଟିଏ ଗୋଲଟେବୁଲ ବୈଠକ ବସିବ। ମହାତ୍ମା ଗାନ୍ଧୀ ସେଥିପାଇଁ ବିଲାତ ଯିବେ, ତାପରେ ଯାଇ ସ୍ୱରାଜ୍ୟ। ନିଧି ଦାସଙ୍କ ଚିନ୍ତାର ଖିଅ ପୁଣି ଅଡ଼ୁଆ ହୋଇଗଲା। ସେ କିଂକର୍ତ୍ତବ୍ୟ ବିମୂଢ଼ ପରି ପଚାରିଲେ, ଗୋଲଟେବୁଲ କ'ଣ? ସବୁ ଟେବୁଲ ତ 4 କୋଣିଆ। ସୁଧୋଧନ କହିଲେ, ସେସବୁ ବଡ଼ ବଡ଼ କଥା ହେ, ତମେ ବୁଝିପାରିବ ନାହିଁ। ଆମେ ଯେଉଁଦିନ ଗାଁକୁ ଫେରିବୁ ତା ଆଗରୁ ତମେ ସେ ଖବର ପାଇବ। ଖବର ପାଇଲେ ଆମକୁ ଅଭିନନ୍ଦନ କରିବା ପାଇଁ ଲୋକବାକ ସାଙ୍ଗରେ ଧରି ମଙ୍ଗଳାଘାଟ ପର୍ଯ୍ୟନ୍ତ ଆସିଥିବ।
ନିଧି ଦାସ ବଳଦ ପରି ଢିମା ଢିମା ନିର୍ବୋଧ ଆଖିରେ ସୁଦର୍ଶନଙ୍କ ଆଡ଼େ କେବଳ ଅନାଇ ରହିଥିଲେ। ଗୋଲ ଟେବୁଲ କଥାଟା ତାଙ୍କୁ ବିଭ୍ରାନ୍ତ କରିଦେଇଥିଲା। 6 ମାସ କାଳ ଜେଲଖାନାରେ କତା ପିଟି ଘଣା ପେଲି ନିଧି ଦାସ ଯେଉଁଦିନ ଜେଲଖାନାରୁ ଫେରି ମଙ୍ଗଳାଘାଟ ପାଖରେ ବସ୍ରୁ ଓହ୍ଲାଇ ପଡ଼ିଲେ, ସେଦିନ ତାଙ୍କୁ ଅଭିନନ୍ଦନ କରି ଫୁଲମାଳ ପିନ୍ଧାଇବା ପାଇଁ କେହି ଆସିଥିବା ତ ଦୂରର କଥା, ଦାଢ଼ି ଓ ମୁଣ୍ଡରେ ଭାଲୁବାଳ ପରି ଲମ୍ବା ବାଳର ଜଙ୍ଗଲ ଭିତରେ ତାଙ୍କୁ କେହି ସୁଦ୍ଧା ଚିହ୍ନି ପାରିଲେ ନାହିଁ। କରୁଣୀ ଦାଦି ଦାଣ୍ଡପିଣ୍ଡାରେ ବସି ଖଣ୍ଡେ ପାନ ଛେଚାରେ ପାନ ଛେଚୁଥିଲେ। ନିଧି ଦାସଙ୍କୁ ଦେଖି ପାଟି କରି ଉଠିଲେ, ହେଇ ଦେଖ, ଗୁଣବନ୍ତ ଘଣା ପେଲି ସ୍ୱରାଜ ନେଇ ଫେରିଲେଣି। ସ୍ୱରାଜ ନା? ଅନ୍ୟଟି ଅଶ୍ରାବ୍ୟ ଓ ମୁଦ୍ରଣର ଅଚକ୍ଷ ଘୋଡ଼ା ମୁହାଁ ଏ ବଂଶରେ କାଳି ଲିପି ଦେଲେ ହୋ। ଖବରଦାର, ଖବରଦାର ନିଧିଆ, ଆଗେ ଗୋବର ପାଣି ପିଇ ପ୍ରାୟଶ୍ଚିତ ନ ହେଲେ ପିଣ୍ଡା ଉପରକୁ ଉଠି ପାରିବୁ ନାହିଁ। ନିଧି ଦାସଙ୍କୁ ଦେଖିବା ପାଇଁ ସାଇ ପଡ଼ିଶାରେ ଲୋକେ ଜମା ହୋଇପଡ଼ିଲେ। ନିଧି ଦାସ କାହିଁକି ଜେଲ୍ ଯାଇଥିଲେ, ପୁଣି କାହିଁକି ମୁକୁଳିଲେ, ଭାରତରୁ ସ୍ୱରାଜ ଆସିଲା କି ନାହିଁ, କିଛି ଜଣାନଥିଲା ତାଙ୍କୁ। ସେମାନଙ୍କୁ ତେଣୁ ନିଧି ଦାସ କିଛି କହିପାରିଲେ ନାହିଁ। ଗୁରୁଜନ ସ୍ଥାନୀୟ ଲୋକମାନଙ୍କୁ ଭୂମିଷ୍ଠ ହୋଇ କେବଳ ପ୍ରଣାମ କରିବା ବ୍ୟତୀତ। ଯେଉଁମାନେ ନିତାନ୍ତ ବିଶ୍ୱାସୀ ଲୋକ, ସେହିମାନଙ୍କୁ କେବଳ ନିଧି ଦାସ ଅତି ଗୁପ୍ତରେ କହି ବୋଲିଲେ, ମହାତ୍ମା ଗାନ୍ଧୀ ବିଲାତ ଯାଉଛନ୍ତି, ସେଠି ଗୋଲ ଟେବୁଲ ବୈଠକ ବସିବ, ତାପରେ ଯାଇ ସ୍ୱରାଜ ଆସିବ। ଶୁଣିବା ଲୋକେ ପଚାରିଲେ, ଗୋଲ ଟେବୁଲ ପୁଣି କ'ଣ ହୋ? ସବୁ ଟେବୁଲ ତ ଚାରିକଣିଆ। ନିଧି ଦାସ ଗମ୍ଭୀର ଭାବରେ ସମସ୍ତଙ୍କୁ ଉତ୍ତର ଦେଲେ, ସେସବୁ ବଡ଼ ଗହନ କଥା, ତମେ ବୁଝିପାରିବ ନାହିଁ। ତଥାପି ଗୋବର ପାଣି ପିଇ ନିଧି ଦାସଙ୍କୁ ପ୍ରାୟଶ୍ଚିତ କରିବା ପାଇଁ ପଡ଼ିଲା। ମାତ୍ର ଜେଲଖାନା ଭିତରେ ଚାଖଣ୍ଡେ ଲମ୍ବର ଯେଉଁ ଦାଢ଼ିତକ ବଢ଼ିଥିଲା, ନିଧି ଦାସ ତାହାକୁ ଆଉ କାଟିଲେ ନାହିଁ। ସେତକ କଟା ହେବ ସ୍ୱରାଜ୍ୟ ମିଳିବା ପରେ। ତେବେ ଏହିଠାରେ ଶେଷ ହେଲା ଔପନ୍ୟାସିକ ସୁରେନ୍ଦ୍ର ମହାନ୍ତିଙ୍କର ଉପନ୍ୟାସ ଅନ୍ଧ ଦିଗନ୍ତର ଦ୍ୱିତୀୟ ଭାଗ। ଆଗାମୀ ଅଧ୍ୟାୟରେ ଏହି ଉପନ୍ୟାସଟିର ବାକି ଭାଗଗୁଡ଼ିକୁ ଆମେ ଶୁଣିବା। ରହିଲି, ନମସ୍କାର।